silence for 5 minutes. Over. କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର କାର୍ଯ୍ୟକ୍ରମ ୟା ପରେ ଗୋଟେ ମାତୃବନ୍ଦନା ସହ ଆରମ୍ଭ କରିବା।
ତେଣୁ ସ୍କୁଲର ମଞ୍ଜୁ ଅପାକୁ ମୁଁ ଅନୁରୋଧ କରୁଛି ସେ ଗୋଟେ ମାତୃବନ୍ଦନା ଆବୃତ୍ତି କରନ୍ତୁ। করুণাময়ী মাগো দিও করুণা, ঝরু মমতার ঝরণা। করুণাময়ী মাগো দিও করুণা, ঝরু মমতার ঝরণা। এ জীবনে আম ভরি দিও মাগো, এ জীবনে আম ভরি দিও মাগো, সে নেহ শান্তি সুষমা, ঝরু মমতার ঝরণা। করুণাময়ী মাগো দিও করুণা, ঝরু মমতার ঝরণা। তুহি তো গঢ়িছু মা গিরি কানন, আকাশরে সজাইছু তারা তপন। তুহি তো গঢ়িছু মা গিরি কানন, আকাশরে সজাইছু তারা তপন। ভুবনে ভুবনে ভরি দিও মগো, ভুবনে ভুবনে ভরি দিও মগো, তুমরি দিব্য চেতনা, ঝরু মমতার ঝরণা। করুণাময়ী মাগো দিও করুণা, ঝরু মমতার ঝরণা। তুহি মহালক্ষ্মী মা তু মহাকালী, তুহি মহাসরস্বতী তু মহেশ্বরী। তুহি মহালক্ষ্মী মা তু মহাকালী, তুহি মহাসরস্বতী তু মহেশ্বরী। আদ্যা দ্বিতীয়া মহা শক্তি মগো, আদ্যা দ্বিতীয়া মহা শক্তি মগো, অসীম তোর করুণা, ঝরু মমতার ঝরণা। করুণাময়ী মাগো দিও করুণা, ঝরু মমতার ঝরণা। আজি এ শুভ বেলারে ঢালে প্রণতি, তুম নাম গাই যাউ জীবন বিতি। আজি এ শুভ বেলারে ঢালে প্রণতি, তুম নাম গাই যাউ জীবন বিতি। জনমে জনমে তো কর্ম করি মা, জনমে জনমে তো কর্ম করি মা। গাইবি তোর বন্দনা, ঝরু মমতার ঝরণা। করুণাময়ী মাগো দিও করুণা, ঝরু মমতার ঝরণা। এ জীবনে আম ভরি দিও মাগো,
ଏ ଜୀବନେ ଆମ ଭରି ଦିଅ ମାଗୋ ସ୍ନେହ ଶାନ୍ତି ସୁଷମା ଝରୁ ମମତାର ଝରଣା କରୁଣାମୟୀ ମାଗୋ ଦିଅ କରୁଣା ঝরু মমতার ঝরণা। ମା ଆଜି ଦିନଟି ଆମେ ସମସ୍ତେ ଜାଣିଛନ୍ତି ଯେ ଇଏ ଏକ ସମଗ୍ର ବିଶ୍ୱ ଇତିହାସରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିବସ। କାରଣ ଆଜି ଦିନଟିରେ ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଯେଉଁ ଦିବସକୁ ଆମେ ସିଦ୍ଧି ଦିବସ ବୋଲି ପାଳନ କରୁଛନ୍ତି, ଏ ସିଦ୍ଧି ଦିବସଟି ସମଗ୍ର ମାନବ ସମାଜ ପାଇଁ, ସମସ୍ତ ଜଡ଼ ଜଗତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। କାରଣ ଏହି ଦିନଠାରୁ ସମଗ୍ର ବିଶ୍ୱ ପୃଷ୍ଠକୁ ଯେଉଁ ଅତିମାନସ ଆଲୋକ ବା ଯେଉଁ ଅତିମାନସ ସତ୍ ଚିତ୍ ଆନନ୍ଦର ଯେଉଁ ଆଲୋକ, ସେ ଆସିବାର ରାସ୍ତା ଠିକ୍ କରିବା ପାଇଁ ପ୍ରଭୁ ଶ୍ରୀ ଅରବିନ୍ଦ ଆଜି ଦିନଠାରୁ ପ୍ରଯତ୍ନ ଆରମ୍ଭ କରିଦେଇଥିଲେ। ଏକ ନୂତନ ଚେତନା, ଏକ ନୂତନ ଆଲୋକ, ଯେଉଁ ସତ୍ୟ ଆଲୋକ ଆଜି ପର୍ଯ୍ୟନ୍ତ ପୃଥିବୀ ପୃଷ୍ଠକୁ ଆସିନଥିଲା, ଯେଉଁ ଆଲୋକର ଅଭାବରେ ଆମେ ପରମଙ୍କ ସହିତ ସିଧାସଳଖ ଗୋଟିଏ ସମ୍ପର୍କ ପ୍ରତିଷ୍ଠା କରିପାରୁନଥିଲେ, ପରମଙ୍କୁ ଚିହ୍ନି ପାରିଲେ ମଧ୍ୟ ତାଙ୍କର ସମୀପବର୍ତ୍ତୀ, ତାଙ୍କର ନିକଟବର୍ତ୍ତୀ ହେବା ପାଇଁ ଆମକୁ ସମ୍ପୂର୍ଣ୍ଣ ଅସମ୍ଭବ ପ୍ରତୀତ ହେଉଥିଲା। ସେହି ଦିବସର କାର୍ଯ୍ୟ ପ୍ରଭୁ ଏଇ 1926 ମସିହା ନଭେମ୍ବର 24 ତାରିଖ ଠାରୁ ତାର ଶୁଭ ଆରମ୍ଭ ପ୍ରତିଷ୍ଠା କରିଥିଲେ। କହିବାକୁ ଗଲେ ସମଗ୍ର ବିଶ୍ୱରେ ଯେତେ ସବୁ ସିଦ୍ଧି ଥିଲା, ଯେତେ ଉପଲବ୍ଧି ସିଦ୍ଧିମାନ ୟା ପୂର୍ବରୁ ମୁନି ଋଷି ମାନେ ସବୁ ପ୍ରାପ୍ତ କରିଥିଲେ, ଯେଉଁଟାକି ଆମେ ସାଧନା ବଳରେ ଯେଉଁ ପର୍ଯ୍ୟାୟକୁ ଉନ୍ନୀତ ହେଇପାରିଥିଲେ ଆଜି ପର୍ଯ୍ୟନ୍ତ, ତାଠାରୁ ଊର୍ଦ୍ଧ୍ୱକୁ ଯିବାର କୌଣସି ପରିକଳ୍ପନା, କୌଣସି ସ୍ୱପ୍ନ ଆଜି ପର୍ଯ୍ୟନ୍ତ କେହି ଦେଖିନଥିଲେ ବା ଜାଣିନଥିଲେ। ବା ଆଉ ଏକ ଊର୍ଦ୍ଧ୍ୱତର ସତ୍ୟ ଆଲୋକ ବା ସତ୍ୟ ଚେତନା ଯେ ଅଛି ୟା ଊର୍ଦ୍ଧ୍ୱରେ, ସେଇ ଜ୍ଞାନଟି ମଧ୍ୟ ନଥିଲା, ସେ ଧାରଣା ମଧ୍ୟ ନଥିଲା, ଯେଉଁଟାକି ପ୍ରଭୁ 1950 ମସିହାରେ ଡିସେମ୍ବର 5 ତାରିଖରେ ସେଇ ବିରାଟ ସତ୍ୟ ଚେତନାକୁ ପୃଥିବୀକୁ ଅବତରଣ କରି ଏକ ବିରାଟ ଇତିହାସ କହିଲେ ହେବ ନୁହଁ, ତାଠାରୁ ଆହୁରି ମହାନ ଜିନିଷ ସମଗ୍ର ବିଶ୍ୱ ପାଇଁ, ମାନବ ସମାଜ ପାଇଁ ଏକ ନୂତନ ଦୀପଶିଖା, ନୂତନ ରାସ୍ତା ଉନ୍ମୋଚନ କରିଥିଲେ। ସେହି ଆଲୋକ ବା ସେହି ସତ୍ୟ ଚେତନା ପାଇଁ ଗୋଟେ ଯୋଗସୂତ୍ର, ଗୋଟେ ଲିଙ୍କ ପ୍ରତିଷ୍ଠା କାର୍ଯ୍ୟଟି ଆଜିଠାରୁ ହିଁ ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆରମ୍ଭ କରିଥିଲେ। ତେଣୁ ଆଜି ଦିନଟି ସେହି ଦୃଷ୍ଟିରୁ କେତେ ଗୁରୁତ୍ୱପୂର୍ଣ୍ଣ, କେତେ ତାତ୍ପର୍ଯ୍ୟପୂର୍ଣ୍ଣ, ତାହା ଆପଣ କଳ୍ପନା ମଧ୍ୟ ବାହାରେ। ଭାରତବର୍ଷରେ ୟା ପୂର୍ବରୁ ଯେତେ ସିଦ୍ଧି ଉପଲବ୍ଧି ମାନ ଥିଲା, ତାର ସର୍ବଶେଷ ଯେଉଁ
ଶ୍ରୀକୃଷ୍ଣ କନସିୟସନେସ୍ ଯେଉଁଟା ଓଭର ମାଇଣ୍ଡ ବୋଲି ଚେତନା ସ୍ତରରେ ବିଭିନ୍ନ ପର୍ଯ୍ୟାୟକୁ ପ୍ରାଞ୍ଜଳ ଭାବେ ଶ୍ରୀ ଅରବିନ୍ଦ ବର୍ଣ୍ଣନା କରି ଯାଇଛନ୍ତି ତାଙ୍କର ଦର୍ଶନ ଶାସ୍ତ୍ରରେ। ତାଙ୍କର ଯଦି ଆମେ ତା ଭିତରକୁ ପ୍ରବେଶ କରିବା, ଜାଣିବା ଯେ ଚେତନା ସ୍ତରରେ ମଧ୍ୟ ଏହିପରି ଅନେକ ଉଚ୍ଚତର ଭୂମିମାନ ରହିଛି। ଆମେ ଜାଣିନାହାନ୍ତି ସେ ଭୂମିମାନଙ୍କୁ। ଶ୍ରୀ ଅରବିନ୍ଦ ଆସିଲା ପରେ ସେଇ ଭୂମିମାନଙ୍କର ପରିଚୟ ଆମ ସାଙ୍ଗରେ ହେଇଗଲା। ଆମେ ଜାଣିଗଲେ ଯେ ଏହିପରି ଆମେ ଭାବୁଛନ୍ତି ମନ ଚେତନା ହେଲା ସର୍ବୋତ୍ତମ, ମନ ଊର୍ଦ୍ଧ୍ୱରେ ନିରବ ବ୍ରହ୍ମ ବା ଯେଉଁଟା ବୁଦ୍ଧଦେବଙ୍କର ନିର୍ବାଣ ଉପଲବ୍ଧି, ସେଇଟା ସର୍ବଶ୍ରେଷ୍ଠ ଉପଲବ୍ଧି ବୋଲି ଭାବିଥିଲେ, ଜାଣିଥିଲେ। ସେଇ ଚେତନାରେ ବ୍ୟକ୍ତି ପଦାର୍ପଣ କଲେ ତାର ସମ୍ପୂର୍ଣ୍ଣ ସତ୍ତା ବିଲୋପ ହୋଇଯାଏ, ଲୁପ୍ତ ହୋଇଯାଏ, ଆଉ ତା ସତ୍ତା ରହେ ନାହିଁ। ଆଉ ଉପଲବ୍ଧି ସିଦ୍ଧି ଯିଏ କରିବ ସିଏ ମଧ୍ୟ ମିଶି ଏକାକାର ହେଇଯାଏ। ଆଉ କ'ଣ କରିବେ? ତା ଊର୍ଦ୍ଧ୍ୱରେ ଯେ ଅଛି ହାୟର ମାଇଣ୍ଡ, ଇଲ୍ୟୁମିନେଟ୍ ମାଇଣ୍ଡ, ଇଣ୍ଟୁଇଟିଭ୍ ମାଇଣ୍ଡ, ଓଭର ମାଇଣ୍ଡ, ଏହିପରି 4ଟି ପର୍ଯ୍ୟାୟ ଯେ ୟା ଉପରେ ଆହୁରି ଅଛି, ଏଇଟା ଲୋକଲୋଚନ ମାନଙ୍କୁ ଆସିନଥିଲା। କିନ୍ତୁ ମୁନି ଋଷି, ବେଦର ମୁନି ଋଷିମାନେ ସେମାନେ ଏଇ ସତ୍ୟକୁ ଜାଣିଥିଲେ ଅପ୍ ଟୁ ଏଇ ଓଭର ମାଇଣ୍ଡ ପର୍ଯ୍ୟନ୍ତ, ଯେଉଁଟାକି ଶ୍ରୀକୃଷ୍ଣ କନସିୟସନେସ୍ କୁହାଯାଏ, ଯେଉଁ ଚେତନାକୁ ଶ୍ରୀ ଅରବିନ୍ଦ ଏଇ ଆଜିର ଦିନରେ ସେଇ ଚେତନାରେ ସିଏ ପହଞ୍ଚିଥିଲେ। ଏବଂ ଏ ସମସ୍ତ ଚେତନାର ବିସ୍ତୃତ ବିବରଣୀ ଆଧ୍ୟାତ୍ମିକ ଜଗତ ଭିତରେ, ଆମ ଭିତରେ ତାହା ଦେଖେଇ ଯାଇଥିଲେ ରାସ୍ତା ଗୁଡ଼ିକ। ଏପରି ଉଚ୍ଚତର ସୋପାନ, ଉଚ୍ଚତର ଭୂମିମାନ ରହିଛି। ଏତିକିରେ ହିଁ ସର୍ବଶେଷ ହେଇଯାଇଥିଲା। ଆଧ୍ୟାତ୍ମିକ ଜଗତ କହିଲେ କେବଳ ଏତିକିରେ ହିଁ ସୀମିତ ଥିଲା। ୟା ଊର୍ଦ୍ଧ୍ୱରେ ଯେ ଆଉ ଏକ ଜଗତ ଅଛି, ଖାଲି ଦେଖିଥିଲେ ପୂର୍ବ ବେଦ ବେଦାନ୍ତ ରାଜ୍ୟ ମୁନି ଋଷିମାନେ, କିନ୍ତୁ ସେ ସତ୍ୟ କ'ଣ, ସେଠି କିପରି ପହଞ୍ଚି ହେବ, କିପରି ପ୍ରାପ୍ତ କରିବ, ଏହାର କୌଣସି ରାସ୍ତା ନଥିଲା। କେହି ଜାଣିବି ନଥିଲେ ଯେଉଁ କାର୍ଯ୍ୟ କି ଶ୍ରୀ ଅରବିନ୍ଦ କରିଥିଲେ। ତାଙ୍କର ପୃଥିବୀକୁ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏଇ ଯୋଗସୂତ୍ର ସ୍ଥାପନ କରିବା। ମା ଏବଂ ଶ୍ରୀ ଅରବିନ୍ଦଙ୍କର ଏଇ ଯେଉଁ ଲିଙ୍କଟା, ସର୍ବୋଚ୍ଚ ପରମଚେତ ସଚିଦାନନ୍ଦ ଅତିମାନସ ଚେତନା ଯେଉଁ କୁହାଯାଏ, ତା କ୍ୱାଟର୍ନାରୀ କୁହାଯାଏ। ଆମେ ସଚିଦାନନ୍ଦ ଖାଲି ଜାଣିଛନ୍ତି, ସଚିତ୍ ଆନନ୍ଦ। ପରମ କହିଲେ ଏଇ ତିନୋଟିକୁ ହିଁ ବୁଝାଏ ବୋଲି ଆମେ ଜାଣିଛନ୍ତି। କିନ୍ତୁ ଶ୍ରୀ ଅରବିନ୍ଦ କହିଲେ ସେତିକି ନୁହଁ, ତା ସାଙ୍ଗରେ ଆଉ ଗୋଟିଏ ଯିଏକି ଏ ସଚିତ୍ ଆନନ୍ଦକୁ ମ୍ୟାନିଫେଷ୍ଟ କରେଇଲେ, ସୃଷ୍ଟିକୁ ଆଣିଲେ, ସିଏ ହେଲା ଅତିମାନସ। ସେଇ ଅତିମାନସ ଚେତନା ନଥିଲେ ସଚିତ୍ ଆନନ୍ଦ ଆମର ଏ ମର୍ତ୍ତ୍ୟଭୂମିରେ, ଆମ ନିକଟରୁ ଆମେ ତାକୁ ତା ବିଷୟରେ ଗଭୀର ଜାଣେ ତା ପାଖରେ ପହଞ୍ଚି ବି ପାରିନଥାନ୍ତେ। ତାର ଯୋଗସୂତ୍ର, ତାର ଲିଙ୍କ ଶ୍ରୀ ଅରବିନ୍ଦ ମା କରେଇଲେ। ସେଇ ଦୃଷ୍ଟିରୁ ତାଙ୍କୁ ଅବତାର ପୁରୁଷ ବୋଲି କୁହାଯାଏ। ଏସବୁ କାର୍ଯ୍ୟ ଭଗବାନଙ୍କର। ଏ ସାଧାରଣ ଅଂଶ ଅବତାର କିମ୍ବା ବିଭୂତି ବା ମହାପୁରୁଷ ଏମାନଙ୍କର ଇଏ କାମ ନୁହଁ। ସ୍ୱୟଂ ଭଗବାନ ହିଁ କେବଳ ଅବତାର ନେଇପାରନ୍ତି, ଅନ୍ୟ କେହି ଅବତାର ନେଇପାରିବେ ନାହିଁ। ଏହି ସତ୍ୟ ଆମେ ଜାଣିଥିବା। ସେହି ଦୃଷ୍ଟିରୁ ଶ୍ରୀରାମ ହେଲେ ଅବତାର, ଶ୍ରୀକୃଷ୍ଣ ହେଲେ ଅବତାର ଏବଂ ଶ୍ରୀ ଅରବିନ୍ଦ ହେଲେ ଅବତାର। ଏଟା ମାଙ୍କୁ ପ୍ରଶ୍ନ ପଚରା ଦେଇଥିଲା। ଏ 3 ଜଣଙ୍କୁ ଅବତାର ତତ୍ତ୍ୱରେ ନିଆଯାଇଛି। କାରଣ ସ୍ୱୟଂ ପରମ ନିଜେ ହିଁ ପୃଥିବୀ ପୃଷ୍ଠକୁ ଆସି ନୂତନ ସତ୍ୟ ଚେତନା ପୃଥିବୀରେ ପ୍ରତିଷ୍ଠିତ କରିଥିଲେ। ତେଣୁ ଏହି ଦିବସ ଗୁଡ଼ିକ ବହୁତ ଗୁରୁତ୍ୱପୂର୍ଣ୍ଣ, ବିଶେଷ ଭାବରେ ଆମର ଜଡ଼ ଜଗତ ପାଇଁ ଶ୍ରୀ ଅରବିନ୍ଦ ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ। ଏ କାର୍ଯ୍ୟଟି ଶ୍ରୀରାମଚନ୍ଦ୍ର ତ୍ରେତା ଯୁଗରେ ହିଁ ଆରମ୍ଭ କରିଦେଇଥିଲେ। ଆମେ କହୁନାହାନ୍ତି ରାମଯୁଗ ରାମଯୁଗ। ଶ୍ରୀରାମ ରାମ ଯୁଗ ମାନେ କ'ଣ? ରାମଙ୍କ ଚେତନା ଯେଉଁ ସମୟରେ କ୍ରିୟାଶୀଳ ହେଉଥାଏ, ଲୋକମାନେ ତାଙ୍କୁ ଗ୍ରହଣ କରନ୍ତି, ତାଙ୍କର ସତ୍ୟକୁ
କ୍ରିୟାଶୀଳ କରିବା ପାଇଁ ଇଚ୍ଛା କରନ୍ତି, ତାଙ୍କ ସତ୍ୟ ପ୍ରତି ନିଜକୁ ଖୋଲି ଧରନ୍ତି, ତାଙ୍କୁ ଚିହ୍ନି ପାରନ୍ତି ଯେ ସ୍ୱୟଂ ପରମ, ସିଏ ଏକ ନୂତନ ଚେତନା ପୃଥିବୀରେ ପ୍ରତିଷ୍ଠା କରିବା ପାଇଁ ହିଁ ସେହି ସମୟରେ ଆସିଥିଲେ ଶ୍ରୀରାମଚନ୍ଦ୍ର। ସିଏ ବି ସେ ଭଗବାନଙ୍କ ଅବତାର ପୁରୁଷ। ସେହି ସମୟର ଚେତନାର ପ୍ରସ୍ତୁତି ଅନୁସାରେ ହିଁ ସେହି ସତ୍ୟକୁ ସିଏ ପୃଥିବୀରେ ପ୍ରତିଷ୍ଠା କରିକି ଚାଲିଗଲେ। ତାପରେ ଦ୍ୱାପରରେ ଆସିଲେ, ଦ୍ୱାପରର ଶେଷ ଭାଗରେ ଆସିଲେ ଶ୍ରୀକୃଷ୍ଣ। ସିଏ ବି ସେହି ଭଗବାନଙ୍କ ଅବତାର ପୁରୁଷ। ସେ ଭଗବାନ ନିଜେ ହିଁ ଆସି ପ୍ରେମ, ସମର୍ପଣ ଭାବ, ଏଇଟା କ'ଣ ମାନବ ସମାଜକୁ, ଏଇଟା ସେ ଗୀତା ମାଧ୍ୟମରେ ବୁଝେଇଦେଲେ। ନହେଲେ ମଣିଷ ଆଜି ପର୍ଯ୍ୟନ୍ତ ଭଗବାନଙ୍କୁ ଚିହ୍ନି ପାରିନଥାନ୍ତା, ଜାଣିପାରିନଥାନ୍ତା, ସତ୍ୟ ଚେତନା ଆଡ଼କୁ ଖୋଲି ଧରି ପାରିନଥାନ୍ତା, ସତ୍ୟ ଚେତନା ପୃଥିବୀରେ କ୍ରିୟାଶୀଳ ହେଇପାରିନଥାନ୍ତା। ଯେଉଁଟା ବର୍ତ୍ତମାନ ଆମେ ଅନୁଭବ କରୁଛନ୍ତି, ଯେଉଁ ସତ୍ୟ ଚେତନା ୟା ପୂର୍ବରୁ ସେଟା କିଏ ଅନୁଭବ କରିପାରୁନଥିଲେ। ବହୁତ ପରିଶ୍ରମ କରିବାକୁ ପଡ଼ୁଥିଲା, ବହୁତ ସାଧନା କରିବାକୁ ପଡ଼ୁଥିଲା, ଯୋଗ କରିବାକୁ ପଡ଼ୁଥିଲା, ତାପରେ ଯାଇକି ପରମଙ୍କ ବିଷୟରେ କିଛି ଜ୍ଞାନ, ତାଙ୍କ ଅନୁଭୂତି କିଛି ବ୍ୟକ୍ତି ପ୍ରାପ୍ତ କରୁଥିଲା। ସେଇ ଦୃଷ୍ଟିରୁ ୟା ପୂର୍ବରୁ ଘର ସଂସାର ସବୁ ଛାଡ଼ି ଛୁଡ଼ା ଦେଇକରି ବ୍ୟକ୍ତି ଏକାନ୍ତ ଭାବରେ ହିଁ କେବଳ ପରମଙ୍କୁ ଉପାସନା କରୁଥିଲା। କିନ୍ତୁ ବର୍ତ୍ତମାନ ଆଉ ସେ ସମୟ ନାହିଁ। ମା ଶ୍ରୀ ଅରବିନ୍ଦ ଆସିକରି ଏକ ନୂତନ ଜଗତ, ନୂତନ ସତ୍ୟ ଚେତନା ପୃଥିବୀକୁ ସହିତ ଯୋଗଯୁକ୍ତ କରାଇଦେଲେ, ଯାହାଫଳରେ କି ଆମେ ଏଇ ଘର ସଂସାର ଭିତରେ ରହିକି ମଧ୍ୟ ପରମଙ୍କ ବିଷୟରେ ଅଧିକ ଜାଣିପାରୁଛନ୍ତି, ତାଙ୍କ ପ୍ରତି ସଚେତନ ହେଇପାରୁଛନ୍ତି, ତାଙ୍କ ଆଡ଼କୁ ଯିବାର ରାସ୍ତା ମଧ୍ୟ ଆମ ପାଖରେ ଖୋଲି ଯାଉଛି। ଶ୍ରୀ ଅରବିନ୍ଦ ଏ କଥା ପ୍ରାଞ୍ଜଳ ଭାବରେ ହିଁ କହିଦେଇଛନ୍ତି। ଯଦି ତୁମେ ଯୋଗ ଭିତରକୁ ପ୍ରବେଶ କରିବାକୁ ଚାହୁଁଛ, ଏ ପୂର୍ଣ୍ଣ ଯୋଗ ଭିତରକୁ ପ୍ରବେଶ କରିବା ପାଇଁ ଚାହୁଁଛ, ଏ ଅତିମାନସ ଯୋଗ ଭିତରକୁ ପ୍ରବେଶ କରିବା ପାଇଁ ଚାହୁଁଛ, ତାକୁ ଅଧିକ ଜାଣିବା ପାଇଁ ଯଦି ଚାହୁଁଛ, only to love mother, ମାଆକୁ ହିଁ ଭଲ ପାଅ। ସେ ତାଙ୍କ ନିଜ କଥା ବି କହିନାହାନ୍ତି, ମୋତେ ଭଲ ପାଅ କଥା ବି ସେ କହୁନାହାନ୍ତି। କାରଣ ମାଆକୁ ସିଏ ପ୍ରକୃତିରେ ଚିହ୍ନିଥିଲେ, ଜାଣିଥିଲେ। ହୁ ଇଜ୍ ମଦର, ମା କିଏ? ଆଦ୍ୟା ଅଦ୍ୱିତୀୟା ପରାଶକ୍ତି। ଯେଉଁ ଚାରି ଶକ୍ତି ଅପା ଯେଉଁ ବର୍ଣ୍ଣନା କରିଲେ, ଗୀତ ମାଧ୍ୟମରେ ଯେଉଁ କହିଗଲେ, ତାଙ୍କୁ ଆମେ ବୁଝିବା ପାଇଁ କେବଳ ଏଇ ଚାରି ଶକ୍ତି ମାଧ୍ୟମରେ ତାଙ୍କୁ ଆମେ ବୁଝୁଛୁ, କିଛିଟେ ତାଙ୍କ ବିଷୟରେ ଟିକେ ଜାଣିପାରୁଛୁ, ଟିକେ ସଚେତନ ହେଉଛୁ। ପୂର୍ଣ୍ଣ ଭାବରେ ତାଙ୍କୁ ଆମେ ଜାଣିପାରୁନାହାନ୍ତି। ସେଇଥିପାଇଁ ତ ତାଙ୍କର ଆଗମନ, ମା ଶ୍ରୀଅରବିନ୍ଦ ଯୁଗଳ ଅବତାର ପୃଥିବୀକୁ ସେଇଥିପାଇଁ ଆସିଛନ୍ତି। ତାଙ୍କର ଆସିବାର ମୁଖ୍ୟ ଉଦ୍ଦେଶ୍ୟ ଏଇ ଯେଉଁ ସମ୍ପର୍କ ଲିଙ୍କଟା ଗୋଟେ ପ୍ରତିଷ୍ଠା କରିବା ଆମ ଭିତରେ, ମଣିଷ ଚେତନା ଭିତରେ। ସେ ସତ୍ୟ ଚେତନା ସହିତ ଗୋଟେ ସମ୍ପର୍କ ପ୍ରତିଷ୍ଠା ହେଇପାରିବ, ଯାହାଦ୍ୱାରା କି ଏକ ନୂତନ ଦେବଜାତି ପୃଥିବୀରେ ସମ୍ଭବ ହବ। ନହେଲେ ନୂତନ ଦେବଜାତି ପୃଥିବୀରେ ସମ୍ଭବ ନୁହଁ। ଇଏ ଆଗରୁ ତ ହେଇପାରିଥାନ୍ତା, କାହିଁକି ହେଇପାରିଲାନି? କାରଣ ଏଇ ଲିଙ୍କଟା, ଏଇ ଯୋଗାଯୋଗଟା ଆଜି ପର୍ଯ୍ୟନ୍ତ ହେଇନଥିଲା। ଯେଉଁ କାର୍ଯ୍ୟ କି ମା ଶ୍ରୀ ଅରବିନ୍ଦ ବିଶେଷ ଭାବରେ କରିଲେ, କାହା ପାଇଁ କହିଲେ? ତାଙ୍କ ପାଇଁ କିଛି କରିନାହାନ୍ତି। ସେ କ୍ଷେତ୍ର ରାସ୍ତା ପ୍ରସ୍ତୁତ କରିଦେଲେ, ଗ୍ରାଣ୍ଡ ଟ୍ରଙ୍କ ରୋଡ ଯେଉଁ କୁହାଯାଏ, ସେହିପରି ଏକ ରାସ୍ତା ସେ ନିର୍ମାଣ କରିଦେଲେ, ଯେଉଁ ବାଟରେ ଆମେ ପଥିକ ହେଇ ସେ ପରମଙ୍କ ପାଖକୁ ସଚିତ ଆନନ୍ଦ, ସେ ସତ୍ୟ ଚେତନା ପାଖକୁ ଯାଇପାରିବା। ମାଧ୍ୟମ ହେଲେ ସି ଇଜ୍ ଦ ଗୋଲ୍ଡେନ ବ୍ରିଜ, ମା ହେଲେ ସେଇ ସୁବର୍ଣ୍ଣ ସେତୁ, ଯାହାକୁ ଆଶ୍ରୟ କରି, ଯାହାର ମାଧ୍ୟମରେ, ଯାହା ଉପରେ ଦେଇ ଆମେ ସେଇ ନୂତନ ଜଗତ, ସେ ଅତିମାନସ ଜଗତ ଆଡ଼କୁ ଯାଇପାରିବା। ତାଙ୍କ ଛଡ଼ା, ଗୋଟେ ସେତୁ ଛଡ଼ା ଯେଉଁ ଗ୍ୟାପ୍ଟା ଥିଲା, ଓଭର ମାଇଣ୍ଡ ଆଉ ସୁପର ମାଇଣ୍ଡ, ଯେଉଁ ଗ୍ୟାପ୍ଟା ଥିଲା, ସେ ଗ୍ୟାପ୍ର ସେତୁ ହେଲେ ମା। ସିଏ ହିଁ ଏଇ କାର୍ଯ୍ୟକୁ କେବଳ ହିଁ ସମ୍ଭବ କରିପାରିଥିଲେ। ଶ୍ରୀ ଅରବିନ୍ଦଙ୍କର ପରେ 1956 ମସିହା ଯେଉଁଟା କୁହାଯାଉଛି ଗୋଲ୍ଡେନ୍ ଡେ, ଆମେ ଯେଉଁଟା ପାଳନ କରୁଛନ୍ତି, ସେ ଲିଙ୍କଟା ସିଏ ସେଇଦିନ ପ୍ରତିଷ୍ଠା କରିଦେଲେ। ଶ୍ରୀ ଅରବିନ୍ଦ ତ ତାକୁ କଲେ
ସୂକ୍ଷ୍ମ ସ୍ତରରେ, ସୂକ୍ଷ୍ମ ଜଗତରେ, ବିଶ୍ୱ ବାତାବରଣରେ ଏବଂ ପୁନର୍ବାର ସେ ଓଭରମେଣ୍ଟାଲ କନସିୟସନେସ୍ ପାଖରେ ବ୍ୟାକ୍ କରିଗଲା। କିନ୍ତୁ ମା ତାକୁ ସେ ଲିଙ୍କଟା ଧରି ରଖି ତାଙ୍କ ଭିତରେ ଏଇ କାର୍ଯ୍ୟକୁ ସମାପନ କଲେ, ଯେଉଁଟାକି ସେ ଆଉ ବ୍ୟାକ୍ କରିପାରିବ ନାହିଁ, ସେ ଆଉ ଯାଇପାରିବନି। ବ୍ୟକ୍ତି ଚେତନା ଭିତରେ ସେ ଆସ୍ତେ ଆସ୍ତେ ରୂପ ନେବାକୁ ଆରମ୍ଭ କରିବ। ଏତେ ବଡ଼ ସତ୍ୟ ଚେତନା ଆଣିଲେ କାହାରି ପାଇଁ? এইটা ତାର ମୁଖ୍ୟ ଉଦ୍ଦେଶ୍ୟ। এইଥିପାଇଁ ଆଜି ଦିବସଟି ସମଗ୍ର ବିଶ୍ୱ ଇତିହାସରେ, ସମଗ୍ର ଆଧ୍ୟାତ୍ମିକ ଇତିହାସରେ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିବସ। କାରଣ ସେଇ ସିଦ୍ଧି ଶ୍ରୀ ଅରବିନ୍ଦଙ୍କର ଆଜିର ଡେଟ୍ରେ ହେଇଥିଲା 1926 ମସିହା ନଭେମ୍ବର 24 ତାରିଖ ଦିନ। ଆଜି ହେଲା ସେଇ ଦିବସକୁ ଆମେ ମନେ ପକାଇବା ପାଇଁ এই ଦିବସଟିକୁ ଆମେ ପାଳନ କରି କରି ଚାଲିଛନ୍ତି। ଏତେ ବଡ଼ ବିରାଟ ସତ୍ୟ ଚେତନା ପ୍ରଭୁ ଆମ ପାଇଁ ଆଣିଦେଇଥିଲେ। ଆଜିଠାରୁ ତାଙ୍କର ଶୁଭ କାର୍ଯ୍ୟ ଆରମ୍ଭ କରିଥିଲେ। ତେଣୁ এই ଦିବସଟି କମ୍ ଛୋଟିଆ ଦିନ? ସମଗ୍ର ମାନବ ହିସାବ ପାଇଁ, ମାନବ ସମାଜ ପାଇଁ, ଜଡ଼ ଜଗତ ପାଇଁ ଏ ବହୁତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସେତିକି ଗୁରୁତ୍ୱ ବର୍ତ୍ତମାନ ଆମେ ଉପଲବ୍ଧି କରିନାହାନ୍ତି। ସେଇଟା ଆସ୍ତେ 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 ଚେତନାର ବିକାଶ ଅନୁପାତରେ, ଆମ ଚେତନାର ବିକାଶ ଯେଉଁ ଅନୁପାତରେ ହେଇ ଚାଲିଥିବ, ଏଇ ସତ୍ୟ ଚେତନାକୁ ଆମେ ସେତିକି ନିଜ ଭିତରେ ଅନୁଭବ କରିବାକୁ ଆରମ୍ଭ କରିବା। ସେ ଚେତନା ବର୍ତ୍ତମାନ ସମଗ୍ର ବିଶ୍ୱରେ, ଆମ ବାୟୁମଣ୍ଡଳରେ, ଆମ ଚତୁଃପାର୍ଶ୍ୱରେ ମଧ୍ୟ ସେ କ୍ରିୟାରତ କାମ କରୁଛି। ଆମ ଅଜାଣତରେ ଆମେ ଜାଣିପାରୁନାହାନ୍ତି, କିନ୍ତୁ ସେଇ ସତ୍ୟ ଚେତନା କାର୍ଯ୍ୟ କରୁଛି ବୋଲି ଆପଣମାନେ ଦୌଡ଼ିକି ଆସିଛନ୍ତି, ପଳେଇ ଆସିଲେ ବାଧ୍ୟ ହୋଇକରି। ଆଉ ରହିପାରିବେ ନାହିଁ, ସେ ସମୟ ଆସିଗଲାଣି। ମଣିଷ ଯେଉଁ ଅବସ୍ଥାରେ ଥିଲା ସେହିପରି ସେ ଭଗବାନ ସହିତ ଯୁକ୍ତ ନ ହୋଇ, ସମ୍ପର୍କ ପ୍ରତିଷ୍ଠା ନ କରି ସେହିପରି ମୁଁ ଜୀବନଯାପନ କରିବି, এইটা ସମ୍ଭବ ନୁହଁ। ବାଧ୍ୟ ହେବ, ବିଶ୍ୱ ପ୍ରକୃତି ଆପଣଙ୍କୁ ବାଧ୍ୟ କରିବ। ଯିଏକି ଆପଣଙ୍କୁ ତିଆରି କରିଛି, ମଣିଷ ଜନ୍ମଟିଏ ଦେଇଛି, ସିଏ ଆପଣଙ୍କୁ ବାଧ୍ୟ କରିବ। ସିଏ ଜାଣିଗଲାଣି, ଏ ସତ୍ୟକୁ ଗ୍ରହଣ କରି ସାରିଲାଣି। ତାହାର ଅଧୀନରେ ଆମେ ସମସ୍ତେ। ତାକୁ ତ ଆମେ କାଟିକି ଯାଇପାରିବାନି, ତାକୁ ତ ଓଭରକମ୍ କରିପାରିବାନି, ତା କଥାକୁ ତ ଆମେ କାଟିପାରିବାନି। ବିଶ୍ୱ ପ୍ରକୃତି ସିଏ ଯେତେବେଳେ ଏଇ ଜିନିଷ ଚାହୁଁଛି, ଆଉ ଆପଣ ଗୋଟେ ଜାଗାରେ ସ୍ଥିର ହେଇକି ବସି ରହିବେ କିପରି? ସମ୍ଭବ ନୁହଁ। ଆଜି ନହେଲେ କାଲି ଆସିବେ, ଫେର ନହେଲେ ଏ ଜନ୍ମ ନହେଲେ ଆର ଜନ୍ମରେ ଆସିବେ। ଆସିବା ପାଇଁ ବାଧ୍ୟ। ତୁମକୁ ଗୋଟେ ସୁଯୋଗ ଦିଆଯାଇଛି, ଯେଉଁ ସମୟରେ ପ୍ରଭୁ ନିଜେ ଆସିଛନ୍ତି, ଆଦ୍ୟାଦିଶା ପରାଶକ୍ତି ମା ନିଜେ ଆସିଛନ୍ତି, ସେଇ ସମୟରେ ଯଦି ଆପଣମାନେ ସଚେତନ ହେଇଯିବେ, ତାହେଲେ ଆପଣଙ୍କର ଏଇ କାର୍ଯ୍ୟଟା ବହୁତ ଲାଘବ ହେଇଯିବ, ବହୁତ ସହଜ ହେଇଯିବ। ତାହେଲେ ସେ କାର୍ଯ୍ୟଟି ମା ନିଜେ ହିଁ କରେଇ ନେବେ। ଯଦି ସେହିପରି ଆନ୍ତରିକ ବିଶ୍ୱାସ, ନିର୍ଭରତା, ବିଶ୍ୱାସ ତାଙ୍କ ଉପରେ ଆମର ରହେ, ମାଙ୍କ ଉପରେ, ତାହେଲେ ଏ କାର୍ଯ୍ୟଟି ସିଏ କରିଦେବେ ଆମମାନଙ୍କ ପାଇଁ, ଆମ ପାଇଁ। ଖାଲି ଆମର ଉଦ୍ଦେଶ୍ୟ ହେଲା, ଆମର ଚାହିଁବାଟା ଖାଲି ଦରକାର। ହଁ ମା, ମୁଁ ସେଇ ସତ୍ୟ ଚେତନା ସେଇ ଆଡ଼କୁ ଯିବା ପାଇଁ ମୁଁ ଚାହୁଁଛି, ସେ ସତ୍ୟକୁ ଗ୍ରହଣ କରିବା ପାଇଁ ମା ମୁଁ ଚାହୁଁଛି। ଏଇ ୟେସ୍ଟା ଖାଲି ମା ଆମଠାରୁ ଚାହୁଁଛନ୍ତି, ଆଉ କିଛି ନୁହଁ। ଆଉ ଆମେ କ'ଣ କରିପାରିବା? ଏ ଚେତନା ସ୍ତର କଥା ଯେତେବେଳେ ଆମେ ପଢ଼ୁଛନ୍ତି, ତା ଭିତରେ ଟିକେ କଳ୍ପନା ଚିନ୍ତା କରିବା, ଆମ ମୁଣ୍ଡ ମସ୍ତିଷ୍କ ଶୂନ୍ୟ ହେଇଯିବ, କିଛି ଚିନ୍ତା ବି କରିପାରିବା ନାହିଁ। ସେଠି ଆମର କାମ ଭୂମିକା କ'ଣ? ଆମର ସାଧନା କ'ଣ? ଆମ ଯୋଗ କ'ଣ? କିଛି ଆମ ଦ୍ୱାରା ହେଇପାରିବ ନାହିଁ। ତେଣୁ ପୂର୍ଣ୍ଣ ଯୋଗରେ ଭଗବାନ ହିଁ ସାଧକ, ଭଗବାନ ହିଁ ସାଧନା। କାହିଁକି ଶ୍ରୀ ଅରବିନ୍ଦ ମା ବହିରେ କହିଦେଲେ, ଏ ଯୋଗଟା ସମ୍ପୂର୍ଣ୍ଣ ଭଗବାନଙ୍କର ଯୋଗ। କାରଣ ଏ କାର୍ଯ୍ୟଟା ସିଏ ହିଁ କରିବେ, କିନ୍ତୁ ଆମର ସମ୍ମତିଟା ଦରକାର। ଭଗବାନ ଜୋର ଜବରଦସ୍ତ କରି କେଉଁ କାର୍ଯ୍ୟ କରନ୍ତିନି, ଭଲ କି ଭାଇ ଅପା ମାନେ ମନେ ରଖିବେ। ଭଗବାନ ଜୋର ଜବରଦସ୍ତ କରି କେଉଁ କାର୍ଯ୍ୟ କରନ୍ତି ନାହିଁ। ପୂର୍ଣ୍ଣ ସ୍ୱାଧୀନତା ସିଏ ଆମକୁ ଦେଇଛନ୍ତି। ଯଦି ଆମେ ପୂର୍ଣ୍ଣ ସ୍ୱାଧୀନତାର ସହ ସେଇ ସତ୍ୟକୁ ଆଦରି ଯିବା, ସେଇ ସତ୍ୟ ଆଡ଼କୁ ନିଜକୁ ଖୋଲି ଧରିବା, ତାକୁ ଯଦି ଭଲ ପାଇ ଶିଖିବା,
ତାହେଲେ ସେ ସତ୍ୟ ଚେତନା ଆମ ଭିତରେ ପ୍ରବେଶ କରି ଆମକୁ ହିଁ ସେ ପରିବର୍ତ୍ତିତ ରୂପାନ୍ତର ସବୁକିଛି ହିଁ କରିଦେବାର ସାମର୍ଥ୍ୟ ତାର ରହିଛି। କିନ୍ତୁ ଆମର କାମ ହେଲା ସେପାଡ଼କୁ ଖୋଲି ଧରିବା, ତାଙ୍କୁ ଅଧିକରୁ ଅଧିକ ଭଲ ପାଇବା, ତାକୁ ନିକଟରେ ସବୁବେଳେ ଅନୁଭବ କରିବା। ଏଇଟା ଆମ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏତିକି ଚାହିଁବାଟା ମା ଖାଲି ଆମଠାରୁ ଚାହୁଁଛନ୍ତି। ଯେଉଁ କୋଅପରେସନ୍ ମାନେ କ'ଣ ଏତିକିଟା, ଆମେ କ'ଣ ତାଙ୍କ କାର୍ଯ୍ୟରେ କ'ଣ ତାଙ୍କୁ କାର୍ଯ୍ୟରେ କ'ଣ କରିପାରିବା? ଆମେ କିଛି ନାହିଁ। ଗୁଣ୍ଡିଚି ମୂଷା କ'ଣ ସେତୁ ବନ୍ଧ ବାନ୍ଧିଦେଲା? ବାଲି ଗଣ୍ଡେ ଏଠି ପୋଡ଼ିକି ଆସି ଝାଡ଼ିଦେଲା। ଆମର ଭୂମିକା ସେଇଆ, ଆଉ କିଛି ନୁହଁ। ସେତିକି ହିଁ କେବଳ ଆମେ କରିପାରିବା। ବନ୍ଧ ନିର୍ମାଣ ସିଏ କରିବେ, ସେଠିକି ପହଞ୍ଚିବା ଦାୟିତ୍ୱ ତାଙ୍କର, ନେବା ଦାୟିତ୍ୱ ତାଙ୍କର। ଆମ ଚେତନାର ପ୍ରସ୍ତୁତି, ବିଶ୍ୱାସ, ନିର୍ଭରତା, ଆନ୍ତରିକତାର ଅନୁପାତରେ, ଅନୁପାତ ୱାର୍ଡଟା ଗୋଟେ ସେ ରଖୁଛନ୍ତି। ଯେଉଁ ଅନୁପାତରେ ଆମେ ସଚେତନ ହେବା, ଯେଉଁ ଅନୁପାତରେ ଆମେ ସେ ସତ୍ୟ ଆଡ଼କୁ ଯିବା, ସେ ସତ୍ୟକୁ ଚାହିଁବା, ପରମକୁ ଚାହିଁବା, ଭଗବାନକୁ ଚାହିଁବା, ସିଏ ହିଁ ଆମ ଜୀବନର ସର୍ବସର୍ବା ସର୍ବମୂଳ। ଏହିପରି ଗୋଟେ ଧାରଣା, ବଦ୍ଧମୂଳ ଧାରଣା ଆମ ଭିତରେ ଯଦି ତିଆରି ହେଇଗଲା, ତାହେଲେ ସିଏ ସ୍ୱତଃସ୍ଫୂର୍ତ୍ତ ଭାବରେ ହିଁ ଆମ ଭିତରେ କ୍ରିୟା କରିବା ଆରମ୍ଭ କରିବେ, କାମ କରିବା ଆରମ୍ଭ କରିବେ। ସିଏ କାମ କରିବା ଆରମ୍ଭ କଲେ ଏଇ ଅସାଧ୍ୟ କାର୍ଯ୍ୟ ସିଏ ହିଁ ସାଧ୍ୟ କରିପାରିବେ। ଆଉ ଏଟା ବ୍ୟକ୍ତିଗତ ପ୍ରଚେଷ୍ଟା ଆମର କିଛି ନାହିଁ, ଆମେ କିଛି ହିଁ ଏଠି କରିପାରିବାନି। କେବଳ ଏତିକି ଖାଲି ଚାହିଁବାଟା ହେଲା ଆମର କାମ। ସେଇ ଦୃଷ୍ଟିରୁ ଏତେ ସବୁ କାର୍ଯ୍ୟକ୍ରମ ଆପଣମାନଙ୍କୁ ଖାଲି ଚାହିଁବା ପାଇଁ, ସେ ସତ୍ୟ ଚେତନା କ'ଣ ଆମେ ଜାଣିବା, ଜାଣିଲେ ସିନା ତା ପ୍ରତି ଆମ ବିଶ୍ୱାସ ବଢ଼ିବ କି ଆଗ୍ରହ ବଢ଼ିବ। ଆମେ ତ ଆଜି ପର୍ଯ୍ୟନ୍ତ ସେ ସତ୍ୟ ଚେତନାକୁ ଜାଣିପାରିଲେନି, ଚିହ୍ନି ପାରିଲେନି। ମା କିଏ ଜାଣିପାରିଲେନି, ଶ୍ରୀ ଅରବିନ୍ଦ କିଏ ଜାଣିପାରିଲେନି। ଦେବାଦେବୀମାନଙ୍କ ସହିତ ତାକୁ ତୁଳନା କରି ବସିଲେ ଆମେ। କିନ୍ତୁ ବିଭିନ୍ନ ଉପାଦାନ ଆମର ମନ ଯେହେତୁ ଏଠି ମୁଖ୍ୟ ଭୂମିକା ଗ୍ରହଣ କରୁଛି। ମନ ହେଲା ଅଜ୍ଞାନୀ ମନ। ସିଏ କେତେ ତାର ଜ୍ଞାନ ଯେ ସିଏ ତୁମକୁ ଭଗବାନଙ୍କ ବିଷୟରେ ଦୃଢ଼ ଧାରଣା ଦେଇପାରିବ? ସେ ମୋଟେ ଦେଇପାରିବ ନାହିଁ। ଯାହା ବି ଦେବ ବହୁତ ଅଳ୍ପ, ବହୁତ ସଂକ୍ଷିପ୍ତ। ସେଇଟାକୁ ଧରିକିରି ଆମେ ଘୁରି ବୁଲୁଛନ୍ତି। ଅଧିକ ଆଗକୁ ଯିବା ପାଇଁ ମା କହୁଛି ମନକୁ ନୀରବ କରିବାକୁ ପଡ଼ିବ। ସିଏ ଯଦି ସବୁବେଳେ ଆକ୍ଟିଭ ହେଇକି ରହିଲା, ତାହେଲେ ତୁ ଆଗକୁ ଆଉ ଯାଇପାରିବୁନି। ସିଏ ତ ବାଟ ଛାଡ଼ିବନି, ଯିବୁ ତୁ କେମିତି? ସିଏ ତ କହୁଛି ମୁଁ ସବୁ ଜାଣିଛି, ସବୁ କରିଦେବି ତୋ ପାଇଁ, ତୁ କିଛି ଚିନ୍ତା କରନା। ସେ ଏହିପରି ଭାବରେ ଆମକୁ ବୁଝେଇ ଦେଉଛି, କନଭିନ୍ସ କରିଦେଉଛି ଜ୍ଞାନ ମାଧ୍ୟମରେ। ଯେଉଁ ବାହିକ ଜ୍ଞାନ ରହିଛି, ଆଧ୍ୟାତ୍ମିକ ଜ୍ଞାନ ଆମେ ଯେଉଁଟା କହୁଛି ତଥାକଥିତ, ସେ ତ ଆଧ୍ୟାତ୍ମିକ ନୁହଁ। କିନ୍ତୁ ଶାସ୍ତ୍ରରୁ ପଢ଼ିଲେ, ଶୁଣିଲେ, ପଢ଼ିଲେ, ଜାଣିଲେ, ବହିରୁ ପଢ଼ିଲେ, ଏଇଠୁ ଆମେ ଜାଣିଲେ ଯେ ଏଇଟା ହେଲା ଆଧ୍ୟାତ୍ମିକ ଜ୍ଞାନ। କିନ୍ତୁ ସେତିକି ମଧ୍ୟ ପର୍ଯ୍ୟାପ୍ତ ନୁହଁ। ପର୍ଯ୍ୟାପ୍ତ ହେବ ଯେତେବେଳେ ବ୍ୟକ୍ତି ସାଧନାଟି ଆରମ୍ଭ କରିବ। ଏଟା ଖାଲି ନଏଜ୍ ଗ୍ରୁପ୍। ଆମେ ଜାଣିଲେ, ଶୁଣିଲେ ଏଇଟା ଭଲ, କିଛି ଖରାପ ନୁହଁ। ଗୋଟେ ସାଧାରଣ ସ୍ତରରେ ଥିଲେ ଆଉ ଟିକେ ଅଧିକ ଜାଣିଲେ, ଅଧିକ ଟିକେ ଉପରକୁ ଯିବାକୁ ଇଚ୍ଛା କଲେ। ଏ ଜାଣିବାଟା ମା କହୁଛି ବହୁତ ଭଲ, ସାଧାରଣ ଅପେକ୍ଷା ଇଏ ବହୁତ ଭଲ। ଆମେ ବର୍ତ୍ତମାନ ଜାଣିବା ପର୍ଯ୍ୟାୟରେ ହିଁ ଅଛନ୍ତି। ତାପରେ ଗୁଡ୍ ବେଟର ବେଷ୍ଟ, ଆହୁରି ଉପରେ ଦୁଇଟା ସୋପାନ ଅଛି। ଆମେ ଗୁଡ୍ରେ ବର୍ତ୍ତମାନ ସୁଦ୍ଧା ଅଛନ୍ତି, ଜାଣିବାରେ ହିଁ ଉପକ୍ରମ କରି ଚାଲିଛନ୍ତି। ଆଜି ତ ଆମ ଜାଣିବାଟା ବି ସରୁନାହିଁ। ଯେତେ ଜାଣିଲେ ବି ଅଧୁରା ହେଇଯାଉଛି, ଆହୁରି ଅଧିକ ଜାଣିବା ପାଇଁ ଆମର ଇଚ୍ଛା ହେଉଛି। କାରଣ ଯେଉଁ ଜ୍ଞାନଟି ବର୍ତ୍ତମାନ ରହିଛି, ସେ ଜ୍ଞାନ ସେଇପରି ଅଧା ଅଧୁରା ଅବସ୍ଥାରେ ରହିଛି, ପୂର୍ଣ୍ଣତା ତା ପାଖରେ ଆସିନାହିଁ। ଯେତେବେଳେ ପର୍ଯ୍ୟନ୍ତ ଆମେ ସେଇ ସାଇଲେନ୍ସ ବାଇ ନିରବ୍ରହ୍ମ ସ୍ତରକୁ ନ ଉନ୍ନୀତ ହେଇଛନ୍ତି, ମନକୁ ସମ୍ପୂର୍ଣ୍ଣ ଶାନ୍ତ ନୀରବ କରି ସେଇ ପର୍ଯ୍ୟାୟକୁ ନ ଉଠିଛନ୍ତି, ସେତେବେଳେ ପର୍ଯ୍ୟନ୍ତ ପରମଙ୍କ ବିଷୟରେ ଆମର ଯାହା ବି ଜ୍ଞାନ ସିଏ ସଂକ୍ଷିପ୍ତ, ଅର୍ଦ୍ଧ ସତ୍ୟ। ଜାଣିଛନ୍ତି କିଛି ଖରାପ ନୁହଁ, ଆହୁରି ଆମକୁ ଅଧିକ ଜାଣିବାକୁ ପଡ଼ିବ, ଆହୁରି ଅଧିକ ସେଇ ଆଡ଼କୁ ଯିବାକୁ ପଡ଼ିବ। ତାଙ୍କ ଉପରେ ଆହୁରି ଅଧିକରୁ ଅଧିକ ବିଶ୍ୱାସ
ଆସ୍ଥା, ନିର୍ଭରତା ଏଗୁଡ଼ିକ ସବୁ ତାଙ୍କ ଉପରେ ଆମକୁ ସ୍ଥାପନ କରିବାକୁ ପଡ଼ିବ। କଲେ ଯାଇକିରି ଏଇ ଜ୍ଞାନଟି ଆମ ଭିତରେ ଆସ୍ତେ ଆସ୍ତେ ବଢ଼ିବ। ଏ ଦିବ୍ୟ ଜ୍ଞାନର ପାଖୁଡ଼ା ଖୋଲିବ। ଦିବ୍ୟ ଜ୍ଞାନ ଆସିବାର ବାଟ ଆସ୍ତେ ଆସ୍ତେ ଖୋଲିଯିବ। ଯୋଉ ଜ୍ଞାନ ଥରେ ଆସିଲେ ଆଉ ଶାସ୍ତ୍ର ଜ୍ଞାନର ଆବଶ୍ୟକତା ପଡ଼େ ନାହିଁ। ଇଏ ଏପରି ଜ୍ଞାନ ଆମ ଭିତରେ ଲୁପ୍ତ ହୋଇକି ଅଛି। କିନ୍ତୁ ସେ ଜ୍ଞାନ ଯେତେ ଦିନ ପର୍ଯ୍ୟନ୍ତ ପ୍ରାପ୍ତ ନ ହୋଇଥିବା ଏଇ ଜ୍ଞାନର ଆବଶ୍ୟକତା ଆମ ପାଇଁ ଜରୁରୀ। ଏଇ ଜ୍ଞାନକୁ ବେଶ କରିକି ଆମେ ସେ ঊର୍ଦ୍ଧ୍ୱକୁ ଯିବା। ସିଡ଼ିର ପ୍ରଥମ ପାବଛ ନ ଚଢ଼ିକି ଏକାଥରେ ଆମେ ଛାତ ଉପରକୁ ଯାଇପାରିବା ନାହିଁ। ସେହିପରି ପ୍ରଥମ ପାବଛରେ ଏଇଗୁଡ଼ିକ ଆମର ବହୁତ ଜରୁରୀ, ବହୁତ ଆବଶ୍ୟକ, ଜାଣିବା ବହୁତ ଦରକାର। ଜାଣିଲେ ଆମର ବିଶ୍ୱାସର ମାତ୍ରା ବଢ଼ିବ, ଆନ୍ତରିକତାର ମାତ୍ରା ବଢ଼ିବ, ନିର୍ଭରତାର ମାତ୍ରା ବଢ଼ିବ। ଏଗୁଡ଼ିକ ଆସ୍ତେ ଆସ୍ତେ ବଢ଼ି ବଢ଼ିକା ଚାଲିବ। ଯେତିକି ଇଏ ବଢ଼ି ଚାଲିବ ସେଇ ଅନୁସାରେ ଆମର ସାଧନା ମା କହୁଛି ଧର ଆରମ୍ଭ ହବ। ସାଧନା ଆମେ ବର୍ତ୍ତମାନ ସୁଦ୍ଧା ଆରମ୍ଭ ବି କରିନାହାନ୍ତି। ମା କହୁଛନ୍ତି ସାଧନା ଆରମ୍ଭ କରିବ ଯଦି ଏଇ ଜୀବନରେ ତୁ କରି ନ ପାରିଲୁ, ଜୀବନଟା ମୂଲ୍ୟହୀନ। ଏତେ ବଡ଼ ଜୀବନ ତତେ ମୁଁ ଦେଇଥିଲି, ସଚେତନ କରି ମୋ ପାଖକୁ ଭିଡ଼ି ଆଣିଲି, ସବୁ ତତେ କହୁଛି, ଜଣାଉଛି, ବିଭିନ୍ନ ମାଧ୍ୟମରେ ତତେ ମୁଁ ସଚେତନ କରିବା ପାଇଁ ସବୁ ପ୍ରକାର ପ୍ରୟାସ କରି ଚାଲିଛି। ତଥାପି ତୁ ଆଟଲିଷ୍ଟ ଷ୍ଟାର୍ଟ ୟୋର ସାଧନା। ଏଇ ଜନ୍ମରେ ତୋର ସାଧନାଟା ତୁ ଆରମ୍ଭ କର। ତାହେଲେ ପ୍ରଶ୍ନ ଉଠିବ, ତାହେଲେ ସାଧନା କ'ଣ? ଆମେ କ'ଣ କେହି ସାଧନା ଆରମ୍ଭ କରିନାହାନ୍ତି? ମୁଁ ସମସ୍ତଙ୍କ କଥା କହୁନି। ସାଧାରଣତଃ ମା କହୁଛି ବହୁତ ରେୟାର ଅଫ୍ ଦି ରେୟାର ହିଁ ପ୍ରକୃତରେ ସାଧନା ଆରମ୍ଭ କରିଛନ୍ତି। ଅର୍ଥାତ୍ ଶାସ୍ତ୍ରରୁ ଯେଉଁ ଜ୍ଞାନ ଗୁଡ଼ିକ ପାଇଲେ, ମା ଶ୍ରୀମତ୍ ଯେଉଁ କଥା ଲେଖି ନେଇଗଲେ, ଯେଉଁଗୁଡ଼ିକ ଆମେ ପ୍ରାପ୍ତ କଲେ, ପାଇଲେ, ଜାଣିଲେ, ତାକୁ ଜୀବନରେ ଆଚରଣ କରି ଶିଖିବା, ଆରମ୍ଭ କରିବା। ଦ୍ୟାଟ୍ ଇଜ୍ କଲ୍ଡ ସାଧନା। ସାଧନା ମାନେ ଯେଉଁ ସତ୍ୟକୁ ଆମେ ଜାଣିଲେ, ପଢ଼ିଲେ, ଶୁଣିଲେ, ଶାସ୍ତ୍ରରୁ ପାଇଲେ, ସବୁଠୁ ପାଇଲେ, ତାକୁ ଆସ୍ତେ ଆସ୍ତେ ଆମ ଜୀବନରେ ତାକୁ ପ୍ରୟୋଗ କରି ଶିଖିବା, ତାକୁ ନେଇକି ବଞ୍ଚି ଶିଖିବା। ଯେଉଁଟାକି ତୋର ପରବର୍ତ୍ତୀ ଜନ୍ମରେ ତତେ ବେଶୀ ସାହାଯ୍ୟ କରିବ। ନହେଲେ ତୁ ଯଦି ସାଧନା ଆରମ୍ଭ କରିପାରିବୁ ନାହିଁ, ନେକ୍ସଟ ଲାଇଫରେ ତତେ ମୂଳରୁ ଆଉ ଥରେ ଆରମ୍ଭ କରିବାକୁ ପଡ଼ିବ। ଯେଉଁଟା ଆଜି ପର୍ଯ୍ୟନ୍ତ ଏତେ ପର୍ଯ୍ୟନ୍ତ ଆମେ କଲେ, ଏତେ ବାଟ ଆସିଲେ, ଏଇ କାର୍ଯ୍ୟଟା ଆର ଜନ୍ମ ତମେ ପୁଣି ଆଉ ଥରେ ଆମକୁ। ସବୁଠାରୁ ବଡ଼ ଜିନିଷ ହେଲା ଏ ଜନ୍ମରେ ଆମେ ମାଆଙ୍କୁ ଚିହ୍ନିଲେଣି, ଜାଣିଲେଣି, ପରିବେଶ ପରିସ୍ଥିତି ସବୁଆଡ଼କୁ ଆମକୁ କୋଉପରି ସାହାଯ୍ୟ କଲା। ଆର ଜନ୍ମର କ'ଣ ହବ ଆମେ ଜାଣିଛନ୍ତି? କିପରି ବାପା ମା କ'ଣ କିପରି ପରିବେଶ ଭିତରେ ଆସିବା ଆମେ କ'ଣ ଜାଣିଛନ୍ତି? ଯେ ଭଗବାନଙ୍କୁ ଚିହ୍ନି ପାରିବା, ତାଙ୍କ ପାଖକୁ ଆସିପାରିବା, ୟାର କିଛି ଗ୍ୟାରେଣ୍ଟି ନାହିଁ। ବର୍ତ୍ତମାନ ଯେଉଁ ଗ୍ୟାରେଣ୍ଟି ତୁମ ପାଖରେ ରହିଛି, ମା ଦେଉଛନ୍ତି। ଶ୍ରୀ ଅରବିନ୍ଦ ତୁମକୁ କହିଦେଲେ ଏଇ ସୁବିଧାଟା, ସେଇଟା ମାଗି ଯାଉ, ତୁ ହାତ ଛଡ଼ା କରନା। ଏ ସୁଯୋଗଟାକୁ ତୁ ହାତ ଛଡ଼ା କରନା। ଯଦି ଆଟଲିଷ୍ଟ ସାଧନାଟା ଆରମ୍ଭ କରିଦେଇଥିବୁ, ନେକ୍ସଟ ଜନ୍ମରେ ତତେ ଆଉ ମୂଳରୁ ଆରମ୍ଭ କରିବାକୁ ପଡ଼ିବ ନାହିଁ। ଏଇଟା ହେଲା ମୁଖ୍ୟ ଜିନିଷ। ସେଇ ଦୃଷ୍ଟିରୁ ମା କହୁଛନ୍ତି ଆଟଲିଷ୍ଟ ଟୁ ଷ୍ଟାର୍ଟ ୟୋର ସାଧନା। ଯଦି ସାଧନା ଆରମ୍ଭ କରି ନ ପାରିବୁ, ତତେ ପୁନର୍ବାର ଆର ଜନ୍ମରେ ମୂଳରୁ ଆରମ୍ଭ କରିବାକୁ ପଡ଼ିବ। ପୁଣି ଭଗବାନଙ୍କୁ ଚିହ୍ନିବାକୁ ପଡ଼ିବ, ପୁଣି ଜାଣିବାକୁ ପଡ଼ିବ। ଏଇଥିରେ ହିଁ ଆମର, ତା ମାନେ ଜାଣ ଏଟା କିଛି ନୁହଁ, ଇଏ ପ୍ରିପାରିଂ ଷ୍ଟେଜ। ବହୁତ ବେଷ୍ଟଟାକୁ ଇଏ ତିଆରି କରିଦେଲା। ବର୍ତ୍ତମାନ ଯେତିକି ଜ୍ଞାନ ଆମେ ଅର୍ଜନ କଲେ, ଯେତିକି ଶାସ୍ତ୍ର ଜ୍ଞାନ ପଢ଼ିଲେ, ଯାହା ଜାଣିଲେ, এটা କିଛି ଅଯଥା ଯାଇନି, ବହୁତ ଗୁରୁତ୍ୱପୂର୍ଣ୍ଣ ତୁମ ଜୀବନ ପାଇଁ, ତୁମ ସାଧନା ପାଇଁ। ତାହେଲେ ତୁମର ବେଶ ଭିତ୍ତିପ୍ରସ୍ତର ଇଏ ସ୍ଥାପନ କରିଦେଲା, ଯାହାକୁ ବେଶ କରିକିରି ତୁମେ ଗୋଟେ ଅଟ୍ଟାଳିକା ତିଆରି କରିପାରିବ, ଗୋଟେ କୋଠା ନିର୍ମାଣ କରିପାରିବା। ଆମ ଚେତନାର ସିଢ଼ିରେ ଗୋଟିଏ ପାବଛ ଆଗକୁ ଯାଇପାରିବା। ସେଇଟା ଆମ ଜୀବନରେ ଆଟଲିଷ୍ଟ ହେଇଗଲାଣି। ଯେଉଁମାନେ ଆମେ ସଚେତନ ହେଲେଣି, ମା ଶ୍ରୀଅନ୍ଦ ପ୍ରତି, ଏ ଯୋଗ ପ୍ରତି, ଏ ଶାସ୍ତ୍ର ପ୍ରତି, ଯାହା ଆପଣ କୁହନ୍ତୁ, ମା ଶ୍ରୀଅନ୍ଦ ପ୍ରତି,
ତେଣୁ ଇଏ କମ୍ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ଏଇ ଦୃଷ୍ଟିରୁ ୟାକୁ ଏତେ ଗୁରୁତ୍ୱପୂର୍ଣ୍ଣ ଦିବସ କାହିଁକି କୁହାହେଉଛି? ଦର୍ଶନ ଡେ ଗୁଡ଼ିକ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି କୁହାଯାଉଛି? ଅନ୍ୟ ଗୁଡ଼ିକ ତୁମେ ଯାହା, କିନ୍ତୁ ଦର୍ଶନ ଡେ ଗୁଡ଼ିକ ବହୁତ ଗୁରୁତ୍ୱପୂର୍ଣ୍ଣ ଆମ ଜୀବନ କ୍ଷେତ୍ରରେ, ସମଗ୍ର ମାନବ ସମାଜ ପାଇଁ। 4ଟି ସାରା ଦର୍ଶନ ଦିବସ, କେଉଁଟାକୁ ଆମ ନେଗ୍ଲେକ୍ଟ କରିପାରିବେନି ବା କେଉଁଟାକୁ ଧୀର ସାଧାରଣ ଭାବରେ ନିଅନ୍ତୁ ନାହିଁ, ସୁଯୋଗଟାକୁ ହାତ ଛଡ଼ା କରନ୍ତୁ ନାହିଁ। ଏହି ଦିବସରେ ମାଙ୍କ ଗ୍ରେସ୍ କରୁଣା ଆହୁରି ପ୍ରଖର ଭାବରେ ହିଁ କାର୍ଯ୍ୟ କରିଥାଏ ପୃଥିବୀ ବକ୍ଷରେ। ଯଦି ଆମେ ସଚେତନ ହେବା ଏହି ସମୟରେ, ସେଇ ଚେତନା ଆମ ଭିତରେ ମଧ୍ୟ କ୍ରିୟା କରିବା ଆରମ୍ଭ କରିବ, ଆମକୁ ଆହୁରି ଆକ୍ଟିଭ କରିଦେବ, ଆହୁରି ସଚେତନ କରିଦେବ, ଆହୁରି ଆଗକୁ ଯିବାର ସବୁ ରାସ୍ତା ସିଏ ଦେଖେଇଦେବ। ଏହିପରି ଗୁଡ଼ାଏ କଥା ୟା ଭିତରେ ରହିଛି। ଆଉ ବେଶୀ ଗଭୀରକୁ ଯିବାନି, ବର୍ତ୍ତମାନ ଭାଇ ଅଛନ୍ତି, ଆଜି ଦିନର ତାତ୍ପର୍ଯ୍ୟ ଉପରେ ସେ ଆପଣଙ୍କୁ ଆହୁରି ଟିକେ ପ୍ରାଞ୍ଜଳ ଭାବେ କହିବେ। ମୁଁ ତ ଓଭରଅଲ୍ଟା କହିଲି, ସେ ଡିଟେଲଟା କହିବେ। ହଉ, ରହିଲି। ବନ୍ଦେ ମାତରମ୍। ଶ୍ରୀମାତା ଶରଣଂ ମମ, ଶ୍ରୀ ଅରବିନ୍ଦ ଶରଣଂ ମମ। ଆଜି ପ୍ରଜ୍ଞା ଯାତ୍ରାରେ ସାମିଲ ହୋଇଥିବା ସମ୍ମାନୀୟ ଶ୍ରୀକାନ୍ତ ଭାଇ ଏବଂ ଭାଇ ଅପାମାନଙ୍କୁ, ଉପସ୍ଥିତ ଭାଇ ଅପାମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ମାଙ୍କ ତରଫରୁ କୃତଜ୍ଞତା। ଭାଇ ଅପାମାନେ, ଆଜି ହେଉଛି ସିଦ୍ଧି ଦିବସ। 1926 ନଭେମ୍ବର ମାସ 24 ତାରିଖ। এই ଦିନଟିର ତାତ୍ପର୍ଯ୍ୟ କ'ଣ ଏବଂ କାହିଁକି, ଏ ସମ୍ପର୍କରେ ଭାଇଙ୍କ ଠାରୁ ବହୁତ ମଧୁର ଭାବରେ ଆମେ ଗୂଢ଼ ରହସ୍ୟ ସବୁ ଶୁଣିଲେ। ଆଉ এই ସିଦ୍ଧି ଦିବସର ତାତ୍ପର୍ଯ୍ୟ ଯେ ଶ୍ରୀକୃଷ୍ଣ କନସିୟସନେସ୍ ପରମାନେଣ୍ଟଲି ଏଷ୍ଟାବ୍ଲିଶ ଇନ୍ ଶ୍ରୀ ଅରବିନ୍ଦ। ଆଜିର ଦିନରେ ଶ୍ରୀକୃଷ୍ଣଙ୍କର ଚେତନା ପୁରାପୁରି ଶ୍ରୀ ଅରବିନ୍ଦଙ୍କ ସ୍ତରରେ ସ୍ଥାପିତ ହୋଇଗଲା। ଅବତାର ମାନେ ଆସନ୍ତି, ବିଭିନ୍ନ ଯୁଗରେ ଅବତାର ସବୁ ଆସୁଛନ୍ତି। ଶ୍ରୀକୃଷ୍ଣ, ରାମ ଭାଇ କହିଲେ ରାମଚନ୍ଦ୍ର ଆସିଥିଲେ, ଶ୍ରୀକୃଷ୍ଣ ଆସିଥିଲେ, ଶ୍ରୀ ଅରବିନ୍ଦ ଆସୁଛନ୍ତି। ଏବଂ ଶ୍ରୀକୃଷ୍ଣ ଯେଉଁ ଅବତାର ସବୁ ଆସୁଛନ୍ତି, ସେ ଅବତାର ମାନେ ତାଙ୍କ ଚେତନାର ପ୍ରସ୍ତୁତି, ପୃଥିବୀର ପ୍ରସ୍ତୁତି କରୁଛନ୍ତି। ଏବଂ ବିଭିନ୍ନ ଯୁଗରେ ପୃଥିବୀର ପ୍ରସ୍ତୁତିକୁ ସେମାନେ ତ୍ୱରାନ୍ୱିତ କରି ଚାଲିଛନ୍ତି। ଶ୍ରୀକୃଷ୍ଣ, ଶ୍ରୀରାମ ଆସିଲେ, ସେତେବେଳକୁ ବିଭିନ୍ନ ପ୍ରକାର ବିତ୍ପାତ ହେଇଥିଲା ପୃଥିବୀ ପୃଷ୍ଠରେ। ଗୋଟେ ପକ୍ଷରେ ରାବଣ ଏବଂ ଏରୁ ଆଚରଣ ବିଧି ଏବଂ ସଂସ୍କୃତି ବିଷୟରେ ସେ ନୀତି ନୈତିକତାର ଦିଗଦର୍ଶନ ଦେଇଥିଲେ। ଶ୍ରୀକୃଷ୍ଣ ଆସୁଛନ୍ତି ଏବଂ ଶ୍ରୀକୃଷ୍ଣ ଯେତେବେଳକୁ ଆସିଲେ, ଜରାସନ୍ଧ କଂସ ଭାରତ ବର୍ଷରେ ବିରାଟ ଏକ ବିତ୍ପାତ ହେଇଥିଲା ଏବଂ ତାକୁ ସେ ସଂହାର କରିକି ଅସୁର କୂଳକୁ ନିଧନ କରିକି ସେ ଯେଉଁ ନୂତନ ଯୁଗକୁ ସ୍ଥାପନା କଲେ, ତଥାପି ଚେତନାଗତ ଦୃଷ୍ଟିରୁ କିଛି ମାତ୍ର ପରିବର୍ତ୍ତନ ହୋଇପାରିଲା ନାହିଁ। ସେଥିପାଇଁ ସେ ମଧ୍ୟ ଯେଉଁ ଯୁଗରେ ରହିଗଲେ, ଶ୍ରୀକୃଷ୍ଣଙ୍କର ଚେତନା 5000 ବର୍ଷ ପର୍ଯ୍ୟନ୍ତ ଭାରତ ବର୍ଷରେ ପରିଚାଳିତ କରୁଥିଲା, ଯେ ଭାରତ ବର୍ଷକୁ ନିୟନ୍ତ୍ରିତ କରୁଥିଲା। ଆମେ ସବୁବେଳେ ଆଗରୁ ଜାଣିଛେ ଯେ ମା ମଧ୍ୟ ଦେଖୁଥିଲେ ଶ୍ରୀକୃଷ୍ଣଙ୍କୁ, ଶ୍ରୀ ଅରବିନ୍ଦଙ୍କୁ ଶ୍ରୀକୃଷ୍ଣ ରୂପରେ। ଶ୍ରୀ ଅରବିନ୍ଦଙ୍କର 3ଟି କଥା ମୁଁ କହିବି। ସେ 3ଟି କଥା ହେଉଛି ଯେ ଶ୍ରୀ ଅରବିନ୍ଦ ଯେତେବେଳେ ତାଙ୍କ ସାଧନାରେ କେମିତି ପ୍ରସ୍ତୁତି କରୁଛି, ଯେତେବେଳେ ସାଧକ ଆସୁଛନ୍ତି, ଅବତାର ମାନେ ପୃଥିବୀ ପୃଷ୍ଠକୁ ଓହ୍ଲେଇ ଆସୁଛନ୍ତି, ସେତେବେଳେ ଏଇ ଯେଉଁ ଆଇରନ୍ ଲ,
ନେଚରର ପ୍ରକୃତିର ଏ ଯେଉଁ କଠୋର ନିୟମ ତାକୁ ସହ୍ୟ କରିବା ପାଇଁ ପଡ଼ୁଛି। ମନୁଷ୍ୟ ଭଳିଆ ସେମାନଙ୍କୁ ଆଚରଣ କରିବା ପାଇଁ ପଡ଼ୁଛି, ମନୁଷ୍ୟ ଭଳି ଜୀବନଯାପନ କରିବା ପାଇଁ ପଡ଼ୁଛି। ଶ୍ରୀରାମଚନ୍ଦ୍ର ଆସିଥିଲେ, ଯେତେବେଳେ ସୀତାଙ୍କୁ ନେଇଯାଇଛନ୍ତି, ଶ୍ରୀରାମ ଗଛପତ୍ର ଧରିକି କାନ୍ଦୁଛନ୍ତି। ଭଗବାନ ଜଣେ ଗଛପତ୍ର ଧରି କାନ୍ଦିବ? ଲୋକମାନେ କହୁଛନ୍ତି। ହଁ, ଗଛପତ୍ରକୁ ଧରିକି ସୀତାଙ୍କ ପାଇଁ ସେ ବିଳାପ କରୁଛନ୍ତି। ତାପରେ ଆସିଛନ୍ତି ଶ୍ରୀରାମଙ୍କ ଏଇ କଥା ମୁଁ କହୁଛି, ଶ୍ରୀ ଅରବିନ୍ଦଙ୍କର ପ୍ରସ୍ତୁତି ସମ୍ପର୍କରେ ମୁଁ କହୁଛି କେମିତି ତାଙ୍କର ଶକ୍ତିର ଆବାହନ। ସେ ଦେଖିଲେ ଭାରତବର୍ଷରେ ସବୁକିଛି ଅଛି, ପୃଥିବୀ ପୃଷ୍ଠରେ ସବୁକିଛି ଅଛି, କେବଳ ଗୋଟେ ଜିନିଷର ଅଭାବ, ଯାହାକି ଶକ୍ତିର ଅବକ୍ଷୟ। ପଣ୍ଡିତ ଜ୍ଞାନ ପଣ୍ଡିତର ଅଭାବ ନାହିଁ ଭାରତବର୍ଷରେ। ଶାସ୍ତ୍ର ବେଦ ବେଦାନ୍ତ ଉପନିଷଦ କ'ଣ ନାହିଁ ଭାରତବର୍ଷରେ? ସବୁ ତ ଅଛି। କ'ଣ ଅଭାବ ଭାରତରେ ରହିଗଲା ଯେ ଭାରତ ପ୍ରସ୍ତୁତି ହୋଇପାରି ନାହିଁ? କାଳ କାଳକୁ ଅମା ଅନ୍ଧକାର ମଧ୍ୟରେ ଭାରତ ଗ୍ରାସ ହୋଇଗଲା। ଯିଏ ଆସିଲେ ଭାରତକୁ ଲୁଟପାଟ କଲେ ଏବଂ ଭାରତ ଏକ ଅଜ୍ଞାନ ଅନ୍ଧକାର, ତିମିର ଅନ୍ଧକାର ମଧ୍ୟରେ ଲୀନ ହୋଇଗଲା। ଭାରତବର୍ଷରେ କେବଳ ଗୋଟିଏ ଜିନିଷର ଅଭାବ ଶ୍ରୀ ଅରବିନ୍ଦ କହୁଥିଲେ, ସେ ହେଉଛି ଶକ୍ତିର ଅଭାବ। ସେଥିପାଇଁ ସେ ଶକ୍ତିର କେମିତି ପରାକାଷ୍ଠା ସେ ଜାଣିଲେ। 3ଟି ଘଟଣା ଉପରେ ମୁଁ ପ୍ରାଧାନ୍ୟ ଦେଉଛି। ଯେ ଯେତେବେଳେ ତାଙ୍କ ଭାଇ ବାରିନ୍ଦ୍ରକୁ ଜ୍ୱର ହୁଏ, ଗୋଟେ ନାଗା, ସେ ଜ୍ୱର ଆଉ ଭଲ ହେଉନି, ବିଭିନ୍ନ ଭୟଙ୍କର ଜ୍ୱର, ବହୁତ ଲୋକ ମରିଯାଉଛନ୍ତି ଏବଂ ଜଣେ ନାଗା ବାବା ଆସୁଛନ୍ତି। ସେ ଜୀବନର ଆଶା ତାଙ୍କର ନଥିଲା, ବାରିନ୍ଦ୍ରଙ୍କର, ତାଙ୍କ ଭାଇଙ୍କର। ଜଣେ ନାଗା ବାବା ଆସୁଛନ୍ତି, ଗୋଟେ ଗ୍ଲାସ ପାଣି, ଲୁହା କଣ୍ଟା, ସେଠି ମନ୍ତୁରା ପାଣି ଦେଇକି ସେ କାଉଁରୀ ମନ୍ତ୍ରକୁ ସେ 3 ଫୁଙ୍କ ଦେଉଛନ୍ତି ଏବଂ ତାଙ୍କୁ ପିଇବା ପାଇଁ ଦେଉଛନ୍ତି। ଆଶ୍ଚର୍ଯ୍ୟ! ଗ୍ଲାସେ ପାଣିରେ, ମନ୍ତୁରା ପାଣିରେ ବାରିନ୍ଦ୍ରର ଦେହ ଭଲ ହେଇଯାଉଛି। ଶ୍ରୀ ଅରବିନ୍ଦଙ୍କର ପ୍ରଥମ ତାଙ୍କ ଭିତରେ ଶକ୍ତିର ଆବାହନର ପରଦା ଫିଟିଗଲା। କହିଲା, ଏ ପାଣିର ଏଇଠି ଭାବରେ, କେମିତି ଭାବରେ ଏ ପାଣି ମଧ୍ୟରେ କେତେ ଶକ୍ତି! ଏ ହେଉଛି କ'ଣ ନା ଶକ୍ତିର। ମୋବାଇଲ ଦୟାକରି ବନ୍ଦ କରନ୍ତୁ। ମୋବାଇଲ ଆଜିର ଶକ୍ତିର ଆବାହନ ପ୍ରଥମ କି ଦେଖିଲେ ଯେ ମନ୍ତ୍ର ଶକ୍ତିର କେତେ ତାକତ। ତାପରେ ଯେତେବେଳେ ଭାରତ ସ୍ୱାଧୀନତା 1905 ମସିହାରେ ଭାରତ ସ୍ୱାଧୀନତାରେ ସେ ଯୋଗ ଦେଉଛନ୍ତି ଏବଂ ସ୍ୱାଧୀନତା ମଧ୍ୟରେ ସେ ଦେଖୁଛନ୍ତି ଯେ ଯେତେବେଳେ ଦେଖୁଛନ୍ତି ଏମିତି ଏତେ ବଡ଼ ଇଂରେଜ ସରକାରକୁ କେମିତି ଭାବରେ ଆମେ ପରାଧୀନ କରିବା, ପରାଜୟ କରିପାରିବା, କେମିତି ସେମାନଙ୍କୁ ଆମେ ଆମ ଭାରତକୁ ମୁକୁଳେଇ ପାରିବା, ଏକ ସ୍ୱତନ୍ତ୍ର ଦେଶରେ ପରିଣତ କରିପାରିବା। ସେଥିପାଇଁ ଶକ୍ତିର ଦରକାର, ସାମର୍ଥ୍ୟ ଦରକାର। ଏ ଶକ୍ତି କେଉଁଠୁ ମିଳିବ? ଯୋଗରୁ ମିଳିବ। ଆରମ୍ଭ କଲେ ଯୋଗ, ଖୋଜା ହେଲା ଯୋଗୀ, ଗୁରୁ। ଜଣେ ଗୁରୁଙ୍କ ଦରକାର ହେଲା ଯୋଗ କରିବା ପାଇଁ। ସେ ଗୁରୁ କିଏ? ବିଷ୍ଣୁ ଭାସ୍କର ଲେଲେ। ବିଷ୍ଣୁ ଭାସ୍କର ଲେଲେଙ୍କ ପାଖକୁ ଗଲେ ଏବଂ ଯୋଗ ସାଧନା କହିଲେ, ନା ତୁମେ ତ ଭାରତ ସ୍ୱାଧୀନତାରେ ଯୋଗ ଦେଇଛ, ତୁମେ ତ ବିଭିନ୍ନ ପ୍ରକାର ଆନ୍ଦୋଳନରେ ଯୋଗ ଦେଇଛ, କ୍ରିୟାତ୍ମକ ଶକ୍ତିରେ ଯୋଗ ଦେଇଛ, ତୁମେ এই ଯୋଗ ଫୋଗ ତୁମ ଦ୍ୱାରା ହବନି। ତାହେଲେ ଉପାୟ କ'ଣ? ନା ତୁମକୁ ଭାରତ ସ୍ୱାଧୀନତାରୁ ନିବୃତ୍ତ ହେବାକୁ ପଡ଼ିବ ଏବଂ ଯୋଗ ସାଧନା ତେବେ ଯାଇକି ତୁମକୁ ମନକୁ ଏକାଗ୍ର କରିପାରିବ। କହିଲେ, ମୁଁ ଯେମିତି ହେଲେ ଯୋଗ କରିବି ଏବଂ ସେ ଶକ୍ତିକୁ ଆହରଣ କରିବି। ଆରମ୍ଭ ହେଲା ଲେଲେଙ୍କ ମାଧ୍ୟମରେ ତାଙ୍କର ଯୋଗ ସାଧନା। ଆଶ୍ଚର୍ଯ୍ୟ! 3 ଦିନ ଭିତରେ ସେ ସମସ୍ତ ଯୋଗକୁ ଏକାକାର କରିଦେଲେ। 3 ଦିନ ଭିତରେ ସେ ଯୋଗ ଲେଲେଙ୍କର ଯେଉଁ ଯୋଗର ସମନ୍ୱୟ ଥିଲା, ବେଦାନ୍ତ ଯୋଗର, ତାକୁ ସେ ତାଙ୍କ ଭିତରେ ହାସଲ କରିନେଲେ। ଆଶ୍ଚର୍ଯ୍ୟ ହୋଇଗଲେ ଲେଲେ, କେମିତି ଏ ସମ୍ଭବ? ଯେଉଁଟାକୁ ମୁନି ଋଷିମାନଙ୍କୁ ଯୁଗ ଯୁଗ ଲାଗୁଛି ସାଧନା କରିବା ପାଇଁ, ଏ 3 ଦିନରେ ସାଧନା।
ସେ ଜାଣିପାରିଲେ ଯେ ୟାଙ୍କ ଭିତରେ ଇଏ ଓ ସାଧାରଣ ବ୍ୟକ୍ତିତ୍ୱ ନୁହନ୍ତି। ତୃତୀୟ ଘଟଣାଟି ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ। ଯେତେବେଳକୁ ଆଲିପୁର ଜେଲ୍ 1904 ସେ ଜେଲ୍ ଯାଉଛନ୍ତି, ଆଲିପୁର ଜେଲ୍ରେ ସେଠି ଶ୍ରୀକୃଷ୍ଣଙ୍କୁ ସନ୍ଦର୍ଶନ କରୁଛନ୍ତି। ଭାବୁଛନ୍ତି ମୁଁ ତ ଭାରତ ସ୍ୱାଧୀନତା ପାଇଁ ଲାଗିଥିଲି, ମୁଁ ଭାରତ ସ୍ୱାଧୀନତାରେ ମୋର କ'ଣ ଦୋଷ? 3 ଦିନ ସେ ଛଟପଟ ହୋଇଛନ୍ତି। ମୋର କ'ଣ ଦୋଷ ଥିଲା? ଇଂରେଜ ସରକାର କାହିଁକି ମୋତେ ଏଇ ନିଃଶୁଳ୍କ କାରାଗାର ମଧ୍ୟରେ ଆଣିକି ବନ୍ଦୀ କରି ରଖିଲା? 3 ଦିନ ସେ ଅଶାନ୍ତି ଭିତରେ, ବାତାବରଣ ଭିତରେ କଟେଇଛନ୍ତି ପ୍ରଭୁ। ଉତ୍ତର ମିଳୁଛି, ମୁଁ ତତେ ଆଣିଛି। ସାମନାରେ ଛିଡ଼ା ହୋଇଛନ୍ତି ଶ୍ରୀକୃଷ୍ଣ। ତୁ ଯେଉଁ ଭାରତ ସ୍ୱାଧୀନତାରେ ଯୋଗ ଦେଇଥିଲୁ, ସେ ଭାରତ ସ୍ୱାଧୀନତା ପାଇଁ ତୁ ଆସିନୁ। ତତେ ଅଣା ହେଇଛି ଏ ପୃଥିବୀର ଯେଉଁ ଶତ ଶତ ଜନତା, କୋଟି କୋଟି ଅଜ୍ଞାନ ଅନ୍ଧକାର ଭିତରେ ଅଛନ୍ତି, ତାଙ୍କୁ ଉଦ୍ଧାର କରିବୁ। ଏଇଥିପାଇଁ ତୋର ଆଗମନ। ତୁ ଭୁଲି ଯାଇଛୁ ତୋ ଡାଇରେକ୍ସନ। ବାହାରେ ଥିଲେ କଦାପି ପରିବର୍ତ୍ତନ ହେଇନଥାନ୍ତା। ଚେତନାର ଏକ ନୂତନ ଅଭିଯାତ୍ରା ସେଇଠୁ ଆରମ୍ଭ ହେଲା। ଦେଖିଲେ ସେ ଗଛ କଦମ୍ବ, ସେ ଗଛ ଶ୍ରୀକୃଷ୍ଣ ଯେ ବିଚାରଖାନାରେ ସେ କଏଦୀ ମଧ୍ୟ କଏଦୀମାନଙ୍କୁ ଦେଖୁଛନ୍ତି ଶ୍ରୀକୃଷ୍ଣ, ସେ ଜେଲ ଶ୍ରୀକୃଷ୍ଣ, ଓକିଲ ଶ୍ରୀକୃଷ୍ଣ, ଯେତେ ସମସ୍ତଙ୍କୁ ଦେଖୁଥିଲେ ଶ୍ରୀକୃଷ୍ଣ। ଅତଏବ ସେ ଯେଉଁ ଉପନିଷଦର ସର୍ବଘଟେ ନାରାୟଣ ବାସୁଦେବ, ସମସ୍ତଙ୍କ ଭିତରେ ବାସୁଦେବକୁ ସନ୍ଦର୍ଶନ କଲେ ସେଇଠି, ଏବଂ ତାଙ୍କ ଜୀବନର ଗତିଧାରା, କାହିଁକି ମୁଁ ଆସିଛି, କେଉଁଥିପାଇଁ ଆସିଛି, ଡାଇରେକ୍ସନ ପାଇଗଲେ। ସେଇଠୁ ତାଙ୍କ ଜୀବନର ପଟ ପରିବର୍ତ୍ତନ ହୋଇଗଲା। ଏକ ଅନ୍ୟ ଦିଗକୁ, ସ୍ୱାଧୀନତା ସଂଗ୍ରାମୀର ହୋଇଗଲେ ମହାନ ଯୋଗୀ, ମାଷ୍ଟର ଅଫ୍ ଯୋଗୀରେ ସେ ଆରମ୍ଭ କଲେ ଜୀବନଯାତ୍ରା। 1908 ମସିହାରୁ ଯେତେବେଳକୁ ବନ୍ଦୀରୁ ସେ ମୁକୁଳନ୍ତି ଏବଂ ସେ ଚାଲିଯାଆନ୍ତି, ତାଙ୍କୁ ନିର୍ଦ୍ଦେଶ ଆସେ, ଗୋ ଟୁ ଚନ୍ଦନନଗର, ଗୋ ଟୁ ପଣ୍ଡିଚେରୀ। ଚନ୍ଦନନଗର ଯାଆନ୍ତି, ପଣ୍ଡିଚେରୀକି ଯାଆନ୍ତି, ଏବଂ ତାଙ୍କ ଜୀବନର 1907 ମସିହାରୁ 1914 ମସିହା ପର୍ଯ୍ୟନ୍ତ ତାଙ୍କ ଜୀବନର ଯେଉଁ ବିଭିନ୍ନ ପ୍ରକାର ଘଟଣାବଳୀ ଥିଲା, 1913 ମସିହା, 1907ରୁ 1913 ମସିହା ପର୍ଯ୍ୟନ୍ତ এই ଦୀର୍ଘ 7 ବର୍ଷ ଭିତରେ ସେ ବେଦାନ୍ତ ସାଧନାକୁ ସେ ହାସଲ କରିପାରିଥିଲେ। ସାଧନାକୁ ସେ ହାସଲ କରିସାରିଲା ପରେ ସେ 13 ମସିହାରୁ ଡାଏରୀ ଲେଖୁଛନ୍ତି। ଡାଏରୀ ପୁଣି ଟ୍ୟାକ୍ସ ଟିକେ ଦେଲା ନା, ଶ୍ରୀକୃଷ୍ଣଙ୍କ ଚେତନା ତାଙ୍କ ଭିତରେ କ୍ରିୟା କରୁଛି। ଶ୍ରୀକୃଷ୍ଣଙ୍କ ଚେତନା ତାଙ୍କ ଭିତରୁ କ୍ରିୟା କରୁଛି। ସେ ଶବ୍ଦ ଚତୁଷ୍ଟୟ, ଡାଏରୀ ଲେଖୁଛନ୍ତି ଶବ୍ଦ ଚତୁଷ୍ଟୟ। ପରବର୍ତ୍ତୀରେ ଲେଟର୍ସନ ଯୋଗରେ ତା ଲିପିବଦ୍ଧ ହୋଇଛି। ଶବ୍ଦ ଚତୁଷ୍ଟୟ, ଶରୀର ଚତୁଷ୍ଟୟ, ବିଜ୍ଞାନ ଚତୁଷ୍ଟୟ, ବ୍ରହ୍ମ ଚତୁଷ୍ଟୟ, ସିଦ୍ଧି ଚତୁଷ୍ଟୟ, 4ଟି ଚରଣରେ ସୁକ୍ତି, ମୁକ୍ତି, ଭୁକ୍ତି ଏବଂ ସିଦ୍ଧି। ଏଇ ଯେଉଁ ତାଙ୍କର ଡାଏରୀ ଲେଖା, ସେ ଲେଖୁଛନ୍ତି ପ୍ରତିଦିନ ତାଙ୍କ ଯୋଗର କ'ଣ ହେଉଛି, ଡେଭଲପ ହେଉଛି, କ'ଣ ଦେଖୁଛନ୍ତି ସେ। ଭାଇ ବାପା ମାନେ, ଏଇ ହେଉଛି ଯୋଗର ବାତାବରଣ। କେମିତି ସେ ମାଆକୁ ବାରମ୍ବାର ଆହ୍ୱାନ କରୁଛନ୍ତି। ଦେଖନ୍ତୁ 13 ମସିହାରେ ତାଙ୍କର ଡାଏରୀ ଲେଖା ଆରମ୍ଭ ହେଉଛି। 14 ମସିହାରେ ମା ଆସିକି ପହଞ୍ଚୁଛନ୍ତି। ଇଏ ମାଆକୁ ଖୋଜୁଛନ୍ତି, ହେ ମା ତ ଭାରତ ବର୍ଷରେ ଆବିର୍ଭୂତ ହୁଅ, ଆସମାତ ଏଇ ଭାରତ ବର୍ଷରେ ଆବିର୍ଭୂତ ହୁଅ, ଆସମାତ ଏଇ ଭାରତ ବର୍ଷରେ ଆବିର୍ଭୂତ ହୁଅ। ଖାଲି ମାଆକୁ ଖୋଜୁଛନ୍ତି। ଶକ୍ତିମୟୀ ମା, ତୁମେ ନ ଆସିଲେ ଏ ଭାରତ ବର୍ଷ, ଏଇ ପୃଥିବୀ କଦାପି ଅଜ୍ଞାନ ଅନ୍ଧକାର ମଧ୍ୟରୁ ନିବୃତ୍ତି ପାଇପାରିବ ନାହିଁ। ଏବଂ ମା ସେତେବେଳେ ଖୋଜୁଛନ୍ତି ପରମଙ୍କୁ।
परमଙ୍କୁ से खोजी चली आपण माने जानिथिबे से परमଙ୍କୁ कृष्णଙ୍କୁ देखुଛନ୍ତି श्री अरविंद को कृष्णଙ୍କୁ रूप से देखुଛନ୍ତି हे परम तुमको आज सत्यारे मु देखिली एक विभिन्न ये स्वप्न रे एमिति देखिली तांकर डायरी लेखा लागी ध्यान प्रार्थना रे मांकर डायरी लेखा एणे प्रभुंकर मां को प्रति डायरी लेखा दुहे दुहिंकर एक बीज बेणी फाड़ केते आकर्षण मित्र सावित्री तो आहुरी वर्णना कम कम मदर आपण आसंतु ना ए पृथ्वीवासी को मुझे ना श्री अरविंद एते परिमाण डाकछंती जे कम कम मदर आसमा आसमा ए भारत वर्ष सावित्री मध्य से प्रार्थना ए पृथ्वी कदापि अज्ञान अंधकार मेटी जीवन तुम न आसिले 14 मसीह माँ आसुंती एवं 14 मसीह से प्रथम माँ को श्री अरविंद को देखी से गाई तुम्हें राधार प्रार्थना जानी पहली देखारे जानी जहाँ को जीवन सारा से खोज एवं श्री अरविंद माँ को खोज शक्ति को खोज परम शक्ति को अतएव दुई जन को आसिकी एकाठी भेट होची एवं 14 मसीहा 13 मसीह 26 पर्यंत आउ एक टाक्स 14 मसीह 26 पर्यंत ये 14 वर्ष सते जेपरी आहुरी रामचंद्र आम कहतु बनवास ये बनवास मध्य कौन कले प्रभु ये तो जग वेद वेदांतर सबकि सब करथिले ये 14 वर्ष 26 मसीहा पर्यंत सिद्धि दिवस पर्यंत सिद्धि प्राप्ति पर्यंत कौन बाकी थिला जे सिद्धि आरंभ कले ये 14 वर्ष जो एकांत भाव से पुणी माँ आसिला परे 14 मसीहा आज दिन रे कौन सिद्धि स्थापन कले ना श्रीकृष्ण को चेतना आसुथिला जाउथिला परमानेंटली नथिला एवं तांको भितरे 24 मसीहा रे से तांको भितरे परमानेंटली एस्टाब्लिश है श्रीकृष्ण बिकम्स श्री अरविंद तांको भितरे एकाकार जी श्री अरविंद सी श्रीकृष्ण से श्रीकृष्ण से मेसेज देले जे तुम्हें जदि श्रीकृष्ण को डाकुच परोक्षरे मत ही डाकुच अत जुग जुग धरिकी श्रीकृष्ण केवल एतिकी नुह से 26 मसीह आहरी घटना कौन घटी से आश्रम नथी एवं किसी साधक आसुले जीवा आसवा करते किए जाऊला आसूला श्रीरबंधक पाखु भेट करूला नहीं जाऊला परामर्श देकी जाऊला एमती सब चलता किंतु 26 मसीहा पाखापाखि जो साधक मैंने थे से सबकि जिते दैवी शक्ति सब टाणी होते श्रीकृष्ण चेतना भितर प्रवेश कर समस्त देवादेवी आसिकी साधक मान गहन रे स्थापित हो जाती माँ जाइकी से समय पचार सबु देवादेवी तो आसीगल ए भारत वर्ष रे तुम्हें कौन ये सबुदिन रहिबो से माने कहते ना ना आम टेम्पोरारी आसचु ना आम सबुदिन रहीबुनि जमीती बिलात रे थाई कि दूर थाई आम सब आडभाइस डॉक्टर माने किबा कौन फिजिशियन सब आडभाइस दियंती परामर्श दियंती सेमिति आम दूर थी आडभाइस देवु ये टेम्पोरारी आस श्रीकृष्ण तप बल ना ये श्री अरविंद साधना बल से ओह्ल आसते किंतु कई रही चाहिए से कहले ना आम आमर से जोग भल जमीती आम कौन जिनिस को छाड़ी हठात जावाई चाहूनु सेमिति दैविक देवकूल से चाहिए से कहले ना आम से जाकि जिते दरकार आम आसबू से थी परामर्श देवु ये रही किंतु श्रीकृष्ण कहले मु सबुदिन ये रही एवं सी प्रवेश कले श्री अरविंद शरीर जड़े साधक श्रीमा कहते आपन तो देखिली जे श्री अरविंद भितर श्रीकृष्ण सामिल हो गले आई नो इट मु जाने श्री अरविंद कहते मु जाने मु जानिली
କିନ୍ତୁ କହୁଛନ୍ତି ଆଜିର ଦିନ କ'ଣ କରିବା, ଏତେ ବଡ଼ ଘଟଣା ଘଟିଗଲା, ସ୍ଥାପିତ ହେଇଗଲା। ଆମେ ସବୁ କହୁଥିଲୁ ଆଜି ସବୁ ଆମେ ଇଏ କରିବା, ଭୋଜିଭାତ କ୍ଷୀରି କରିବା ନା ପାୟସ କରିବା, କ'ଣ କରିବା? କିନ୍ତୁ ଶ୍ରୀ ଅରବିନ୍ଦ କହୁଛନ୍ତି ଆଇ ନୋ ଇଟ୍, ମୁଁ ଜାଣେ। ମାଆକୁ ସେ କହୁଛନ୍ତି ଯେ କିଛି କରିବା ଦରକାର ନାହିଁ, ଆଜିର ଦିନରେ କେବଳ ତୁମେ ଏତିକି କର ଯେ ତାଙ୍କ ପାଇଁ ସେ ମୁଁ ଦେବଭୂମି ଚାହେଁ ନା, ମୁଁ ଚାହେଁ ଦିବ୍ୟ ଭୂମି। ମୁଁ ଦେବତା କୂଳ ଏ ଭୂମି ଚାହେଁ ନା, ଏମିତି ହଜାର ହଜାର 5000 ବର୍ଷ ଏଇ ଦେବଭୂମିରେ ଯଦି ମୁଁ ବସିକି ରହିଯିବି ତାହେଲେ ଇଏ 5000 ବର୍ଷ ପର୍ଯ୍ୟନ୍ତ କିଛି ଆଲୋକ ଦେଇପାରିବ, ଏମିତି ଲୋକମାନଙ୍କୁ କିଛି ଜ୍ଞାନର ପରାକାଷ୍ଠା ଦେଇପାରିବ, କିନ୍ତୁ ଯେଉଁ ଅବସ୍ଥାକୁ ପୁଣି ସେଇ ଅବସ୍ଥା ପୁଣି ଫେରିଆସିବ। ମୁଁ ଚାହେଁ ଦିବ୍ୟ ଭୂମି। ମା ବୁଝିଗଲେ। ମାଆକୁ କୌଣସି କଥା ନ କହିଲେ ମା କାର୍ଯ୍ୟ, ମା ଜାଣନ୍ତି ସବୁ, କିନ୍ତୁ ମାଆକୁ ଆହ୍ୱାନ କରିବା ପାଇଁ ଆମେ ତ କହୁଛୁ, ଶ୍ରୀ ଅରବିନ୍ଦକୁ ମଧ୍ୟ କହିବାକୁ ପଡ଼ୁଥିଲା, କିନ୍ତୁ ଆମେ କହୁଛୁ ମା ତ ସବୁ କରିଦେବେ, ମା କରିଦେବେ ସବୁ। ମାଆକୁ ଜଣେଇବାକୁ ହବ। ଅତ ଶ୍ରୀ ଅରବିନ୍ଦ ଯେତେବେଳକୁ ମାଆକୁ ସେଇ କଥା କହିଲେ ଶ୍ରୀ ଅରବିନ୍ଦ ଯେ ମୁଁ ଦିବ୍ୟ ଭୂମି ଚାହେଁ, ସେତେବେଳକୁ 2 ମିନିଟରେ ମା ଦେବଭୂମିକୁ ଏ ପୃଥିବୀ ପୃଷ୍ଠରୁ ନିପାତ କରିଦେଲେ। ସେଇଠୁ କଟିଗଲା ଦିବ୍ୟ ଭୂମି, ନାଇଁ ଦେବଭୂମି କଟିଗଲା ଏବଂ ଦିବ୍ୟ ଭୂମି ପାଇଁ ପରିବେଶ ଏବଂ ପ୍ରସ୍ତୁତି ଆରମ୍ଭ ହୋଇଗଲା। କେମିତି ପ୍ରସ୍ତୁତି ହେଲା? ଆଜିର ଦିନରେ ଶ୍ରୀ ଅରବିନ୍ଦ ଗଲେ ଭିତରକୁ, ଅନ୍ତର୍ଚେତନା ଜଗତକୁ, ମା ଆସିଲେ ବାହାର ଜଗତକୁ। ମା ପ୍ରଥମ କିଛି ଆଣିଲେ ବାହ୍ୟ ଯେତେବେଳେ ଆଶ୍ରମ ତିଆରିର କଳେବର ବୁଦ୍ଧି ହେଲା, ବିଭିନ୍ନ ପ୍ରକାର ସବୁ ଭେରାଇଟି ସୋସାଇଟି ସବୁ ମା ସବୁ ସ୍ଥୂଳ ଜଗତରେ ସବୁ କାର୍ଯ୍ୟ କରିଲେ। ଶ୍ରୀ ଅରବିନ୍ଦ ଗଲେ ଅନ୍ତର୍ଚେତନା ଭିତରକୁ। ତାପରେ ଯୋଗ କ'ଣ ନା, ଏଇଠି ଆଜିର ଦିନରେ 1926 ମସିହା 24 ତାରିଖରେ ଯେଉଁ ଆମର ଓଭର ମାଇଣ୍ଡର ଅଧିମାନସ ଚେତନାର ଶ୍ରୀକୃଷ୍ଣ ଥିଲେ, ସେଇ ଜଗତ ପର୍ଯ୍ୟନ୍ତ ସବୁ କିଛିକୁ ଗ୍ରାସ କରି ନେଇଗଲେ, ସବୁ କିଛିକି ଆୟତ କରି ନେଇଗଲେ ଶ୍ରୀ ଅରବିନ୍ଦ। ତାହେଲେ ଆଉ କ'ଣ ରହିଲା? ଅଧିମାନସ ପର୍ଯ୍ୟନ୍ତ ତ ସବୁ କିଛି ଲୋକମାନେ ଜାଣୁଥିଲେ, ଆମର ଦେବତା, ଆମର ପୂଜା, ସବୁ କିଛି ସବୁ ଚାଲୁଥିଲା। ସେ ଏଇଠୁ ଏକ ନୂତନ ଯୁଗର ଆରମ୍ଭ ହେଲା, ସେଇଟା ହେଲା ଅଧିମାନସ ଚେତନା। 1926ରୁ 1950 ଏ ଯାତ୍ରା କିଛି କମ୍ ନଥିଲା। 24 ବର୍ଷର ଯାତ୍ରା। ମା ଉପସ୍ଥିତ ଅଛନ୍ତି, ବାହ୍ୟ ଜଗତ ସମ୍ଭାଳୁଛନ୍ତି ଏବଂ ଶ୍ରୀ ଅରବିନ୍ଦ ସାଧନା କଲେ ଅତିମାନସ ଚେତନା ପାଇଁ। ଯେଉଁ ଚେତନା କି ଆଗରୁ ମଣି ଋଷିମାନେ କେବଳ ଦେଖୁଥିଲେ, ଅମୃତ କଳସ ସବୁ ଦେଖୁଥିଲେ। ଅମୃତ କଳସ ସେ ଇଏରେ ଆମେ ଦେଖିଥିବା ଯେ କ'ଣ ସମୁଦ୍ର ମନ୍ଥନରେ ଯେତେବେଳେ ମନ୍ଥନ କଲାବେଳକୁ ବିଷ ଏବଂ ଇଏ ବାହାରିଲା, ସବୁ ସେ ଅମୃତ କଳସ ଏବଂ ଅମୃତ ଭାଣ୍ଡ ବୋଲିକିରି ସେମାନେ ଦେଖୁଥିଲେ। ଅମୃତ କଳସ କେହି ତାକୁ ପାଖକୁ ଯାଇପାରୁନଥିଲେ। ସୁପର ଯେଉଁଠି ଅଧିମାନସ ଚେତନା ପର୍ଯ୍ୟନ୍ତ ସବୁକିଛି ପୃଥିବୀରେ ସେ ପର୍ଯ୍ୟନ୍ତ ଥିଲା। ପ୍ରସ୍ତୁତି ହେଇଗଲା 1926ରୁ 24 ନଭେମ୍ବର 24ରେ ଅତିମାନସ ଆଡ଼କୁ ଯାତ୍ରା। ସେଇଥିପାଇଁ ଆଜିର ଦିନଟି ଆମ ପାଇଁ, ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଅତିମାନସ ଚେତନା, ଏଇ ଅତିମାନସ ଚେତନା ପାଇଁ ପ୍ରୟାସ ଆରମ୍ଭ ହେଲା। ଏଇଠୁ ଦେବଭୂମି, ଏଇଠୁ ଦେବକୂଳକୁ ସବୁକିଛି ସେ ବାତିଲ କରିଦେଲେ ମା। ଆରମ୍ଭ ହେଲା ଅତିମାନସ ଚେତନାର ଯାତ୍ରା ଏବଂ ପ୍ରତିଦିନ ସେ ଯାତ୍ରାର ନିର୍ବୋଧ ଭାବରେ ରହିଲେ। ଡାଇରେକ୍ଟ ମାଙ୍କ ଜରିଆରେ ସମସ୍ତେ ଆସିବେ, ଓନ୍ଲି ମଦର। ଏବଂ କେଉଁ ମୁହୂର୍ତ୍ତରେ, କେଉଁ ଦିନେ ସାନ୍ଧ୍ୟ ଦର୍ଶନରେ ମାକୁ ସେ ମଦର ବୋଲି ଡାକିଥିବେ କାହାରିକୁ ଜଣା ନାହିଁ। ଲୋକମାନେ କେହି ମଧ୍ୟ ଗ୍ରହଣ କରିପାରୁନଥିଲେ ଯେ ମାକୁ କାହିଁକି ଦାୟିତ୍ୱ ଦେଲେ, ମୁଁ ତ ଅଛି, ମୋତେ ଦାୟିତ୍ୱ ଦେଲେନି। ଇଏ ଅଛନ୍ତି, ଅନ୍ୟ ଭାଇ ଅଛନ୍ତି, ସେମାନେ ଭାଇ ଅଛନ୍ତି, ଆମର ଯେମିତି ଅନୁଷ୍ଠାନ ମାନଙ୍କରେ ସବୁ ହୁଏ, ସେମିତି ଅନେକ ଚାହୁଁଥିଲେ ମୋତେ ଦାୟିତ୍ୱ ଦେଇଥାନ୍ତେ, ମୁଁ ସବୁ ଟିକେଟ୍ କାଟିଥାନ୍ତି, ମୋ ଅନୁମତି ନେଇ ଯାଇଥାନ୍ତା। ମାକୁ କାହିଁକି ଦେଲେ? ଭାଇ ବାରିନ୍ଦ୍ର ମଧ୍ୟ ଯାଇଥିଲା, ଗୁରୁ ଲେଲେଙ୍କୁ ଧରିକି ଯାଇଥିଲା। ଏବଂ ଯେତେବେଳେ ଯାଇକି ପହଞ୍ଚୁଛନ୍ତି
ସେମାନେ କହିଲେ ଆମ ଭାଇ ଆମେ କାହିଁକି ମାଆଙ୍କ ଥ୍ରୋରେ ଆସିବୁ, ମାଆଙ୍କ ଜରିଆରେ କାହିଁକି ଯିବୁ? ଓନ୍ଲି ମଦର, ଗୋ ଟୁ ଦି ମଦର ଏଣ୍ଡ ମିଟ୍ ହର। ମାଆକୁ ପାଖକୁ ଯାଅ, ତାଙ୍କ ଅନୁମତି ନେଇକି ଆସ। ମାଆକୁ ସେ ପ୍ରଥମ କି ଏଇଠି ଚିହ୍ନେଇ ଦେଲେ ଏବଂ ଧୀରେ ଧୀରେ ଚିହ୍ନେଇବାର ପରାକାଷ୍ଠା ଆରମ୍ଭ କଲେ। ସେ ବାହ୍ୟ ଜଗତରେ ଦେଇକି ଓନ୍ଲି ମଦର, ମା କିଏ, କାହିଁକି ତୁମେ ଏଇ ଚେତନାରେ ତୁମେ ଜାଣିପାରିବ ନାହିଁ। ଗୋ ଟୁ ଦି ମଦର, ତାଙ୍କର ପରମିସନ୍ ନେଇକି ଆସ। ମାଆଙ୍କ ପାଖରୁ ଅନୁମତି ନ ଆସିଲେ ମୋ ପାଖକୁ କୌଣସି କେହି ଲେଟର ମଧ୍ୟ ଆସିପାରିବନି, କେହି ସାକ୍ଷାତ କରିପାରିବେନି। ଶ୍ରୀ ଅରବିନ୍ଦ ନିଭୃତ କୋଣରେ ସାଧନା କଲେ 1950 ପର୍ଯ୍ୟନ୍ତ ଏବଂ 1950 ମସିହାରେ ସେ ମହାନ ଶକ୍ତି ଅତିମାନସ ଚେତନା ପୃଥିବୀ ପୃଷ୍ଠରେ ଅବତରଣ କଲା। ସେତେବେଳକୁ ତା ପୂର୍ବରୁ କୁହାଯାଉଥିଲା ଶ୍ରୀ ଅରବିନ୍ଦଙ୍କୁ ଯେ ଆପଣ ତ ସବୁକିଛି ଆୟତ୍ତ କଲେ, ଆପଣଙ୍କର ବୋଧେ ଡେଥ୍ ହେବନି। 3ଟି ଜିନିଷ ସେ କହିଥିଲେ ମୋ ଜୀବନରେ ହେବ, ସଂକେତ ଦେଇଥିଲେ। ଗୋଟେ ହେଲା ଆକ୍ସିଡେଣ୍ଟ, ଆଉ ଗୋଟେ ହେଲା ବିଷପାନ, ଆଉ ଗୋଟେ ହେଉଛି ଇଚ୍ଛା ମୃତ୍ୟୁ, ଡିଜାୟାର ଡେଥ୍। 3ଟି ଜିନିଷ ଶ୍ରୀ ଅରବିନ୍ଦଙ୍କ ଜୀବନରେ ଘଟିଛି। 1938 ମସିହାରେ ତାଙ୍କର ଆକ୍ସିଡେଣ୍ଟ ହେଇଛି। ବୀର ଶକ୍ତି ଆସିଥିଲା, ତାଙ୍କର କ'ଣ ନା ତାଙ୍କ ଗୋଡ଼ ଭାଙ୍ଗିଛି। ସେ ମଧ୍ୟ ତାଙ୍କୁ ପଳାଗତ କରିପାରିନି, ସେ ମୃତ୍ୟୁରେ ପକାଇଥାନ୍ତା। 3ଟି ଜିନିଷ ମୋ ପାଇଁ ରହିଛି। ଆଉ ଗୋଟେ ହେଲା ବିଷପାନ। ଘୋଳାହଳ ବିଷକୁ କିଏ ପାନ କରିଥିଲେ? ଶିବଶଙ୍କର। ଆମେ ଜାଣୁ ଯେତେବେଳକୁ ଆସିଲେ ଶିବଶଙ୍କର ସବୁ ପାନ କରିଥିଲେ ହଳାହଳ ବିଷ, କିନ୍ତୁ ଶ୍ରୀ ଅରବିନ୍ଦ କେଉଁ ବିଷ ପାନ କରିଛନ୍ତି? ଅତିମାନସ ଚେତନା ଯେଉଁ ଆସିଲା ପୃଥିବୀ ପୃଷ୍ଠରେ 1950 ମସିହାରେ, ତାଙ୍କ ଭିତରେ ସେ ସବୁ କିଛି ଗ୍ରାସ କରିନେଲେ। ଯଦି ପୃଥିବୀ ପୃଷ୍ଠରେ ଥାନ୍ତା, ପୃଥିବୀ ଧ୍ୱଂସ ପାଇଯାଇଥାନ୍ତା। ଅତେ ହଳାହଳ ବିଷକୁ ସେ ନିଜ ଭିତରେ ଆୟତ୍ତ କରିନେଲେ। 2ଟା ଜିନିଷ ଗଲା ଏବଂ ତୃତୀୟ ଜିନିଷ କହିଲେ ଏଇ ଚେତନାର ମୁଁ କାର୍ଯ୍ୟକାରୀ ହେଉନି, ଡିଜାୟାର, ଇଚ୍ଛା ମୃତ୍ୟୁ କଲେ। ଆମେ କହୁଛୁ ଶ୍ରୀ ଅତିମାନସ ତ ପାଇଲେ କାହିଁକି ମଲେ? ନା ଇଚ୍ଛା ମୃତ୍ୟୁ, ଏଇ ଜୀବନରେ ଆଉ ଏଇ ଜୀବନଟା କାରଣ ଅନ୍ୟ ଜଗତରେ ଥାଇକି ସେ କାର୍ଯ୍ୟ କରିବେ। ଅତିମାନସ ଚେତନା କାର୍ଯ୍ୟ ସେ ତ୍ୱରାନ୍ୱିତ କରିବେ, ତେବେ ଯାଇକି ମାଆକୁ ଦାୟିତ୍ୱ ଦେଲେ ଏବଂ ଅତିମାନସ ଚେତନା ମା ପୁଣି ସେ ତାକୁ ସ୍ଥୂଳ ଜଗତରେ କାର୍ଯ୍ୟ କରିବାର ପ୍ରଣାଳୀ ଆରମ୍ଭ କଲେ। ଅତଏବ ସେଇଥିପାଇଁ ଭାଇ ଓ ଭଉଣୀମାନେ, ଆଜି ଦିନଟି ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ, ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏକ ନୂଆ ଯୁଗ, ଦିବ୍ୟ ଜୀବନ, ଦିବ୍ୟ ଯୁଗ ପାଇଁ ଭିତ୍ତି ସ୍ଥାପନ ହୋଇଥିଲା ଆଜିର ଦିନରେ। ପ୍ରସ୍ତୁତି ଆରମ୍ଭ ହୋଇଥିଲା ସିଦ୍ଧି ଦିବସରେ। ଦିବ୍ୟ ଜୀବନ ପାଇଁ ଶ୍ରୀ ଅରବିନ୍ଦ ପ୍ରେରଣା ଦେଇଥିଲେ ମାଆଙ୍କ ଠାରୁ। ସେ ପ୍ରେରଣା ପାଇ ସେ ଦିବ୍ୟ ଜୀବନ ପାଇଁ ଆଗେଇ ଚାଲିଥିଲେ। ମାତୃଶକ୍ତିର ପରାକାଷ୍ଠା ଏବଂ ମା କିଏ, କେଉଁଠି ତାଙ୍କ ଶକ୍ତିର ପରାକାଷ୍ଠା କ'ଣ, ସେସବୁକୁ ଅତି ପ୍ରାଞ୍ଜଳ ଭାବରେ ମା ବହିରେ ଏବଂ ସବୁକିଛି ଧୀରେ ଧୀରେ ଆମମାନଙ୍କୁ ବୁଝେଇବାକୁ ସେ ଚେଷ୍ଟା କରିଛନ୍ତି। ଆମେ ବୁଝୁନୁ କି ଜାଣୁନୁ କି ଅନ୍ୟ ବହୁତ, ଆମେ ତ ମାଆଙ୍କ ଧାରାରେ ଅଛୁ, ଆମେ ଏପର୍ଯ୍ୟନ୍ତ ବି ମଧ୍ୟ ଜାଣିନୁ। ଅନ୍ୟ ଧାରାର ଲୋକ ତ ଶ୍ରୀ ଅରବିନ୍ଦ, ଶ୍ରୀମା କିଏ ଏପର୍ଯ୍ୟନ୍ତ ବି ଜାଣିନାହାନ୍ତି। ସେମାନେ ଏ ଜୀବନରୁ ମଧ୍ୟ ଚାଲି ଯାଉଛନ୍ତି। ଆମେ ଅନ୍ତତଃ ଜାଣିପାରୁଛେ ମା କିଏ, ଶ୍ରୀ ଅରବିନ୍ଦ କିଏ, ଏଇ ଅତିମାନସ ଚେତନା କ'ଣ, କାହିଁକି ପୃଥିବୀ ପୃଷ୍ଠରେ ଆଗମନ, ଏସବୁ ଅନ୍ତତଃ ଆମେ ଜାଣିଲେଣି। ସେଥିପାଇଁ ଆଜି ଦିନଟି ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସର କାମନା ଆମେ ସମସ୍ତେ ମାତୃଚରଣରେ ସେମାନଙ୍କର
କ'ଣ କରିଛନ୍ତି ଅରବିନ୍ଦ। ସେଥିପାଇଁ ମା ବାରମ୍ବାର କହନ୍ତି ଯେ ଏ ଜନତା ପାଇଁ, ଏ ପୃଥିବୀ ପୃଷ୍ଠର କୋଟି କୋଟି ଅସହାୟ ଅଜ୍ଞାନ ଅନ୍ଧକାର ସଢ଼ୁଥିବା ମଣିଷ ପାଇଁ ଶ୍ରୀ ଅରବିନ୍ଦ କ'ଣ କରିଛନ୍ତି ଏକଥା ତୁମେ କେହି ଜାଣିପାରିବନି। କେତେ ଘାତ, କେତେ ପ୍ରତିଘାତ, କେତେ ଦୁଃଖ, କେତେ ଯନ୍ତ୍ରଣା, କେତେ କଷ୍ଟ ସେ ସ୍ୱୀକାର କରିନାହାନ୍ତି ଏବଂ ଆମ ପାଇଁ ସେ ଅତିମାନସ ଚେତନାକୁ ଉତ୍ତରି ଆଣିଛନ୍ତି। ଆମେ ଅନ୍ତତଃ ଧୂଳିକଣାଟିଏ ହେଇ ତାଙ୍କ ପଦାର ବିନ୍ଦୁରେ ମାଙ୍କ ଚରଣରେ ଯଦି ଆଜିର ଦିବସରେ ଆମେ ନିବେଦନ କରିପାରିବା, ତେବେ ଆଜି ଦିନଟି ଆମ ପାଇଁ ଜାଜୁଲ୍ୟମାନ ହେଇକି ରହିବ। ବନ୍ଦେ ମାତରମ୍। ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ବୀରେନ୍ଦ୍ର ଭାଇ। ଯାହା ହଉ ଆଜି ଦିନର ତାତ୍ପର୍ଯ୍ୟ ସେ ସମ୍ୟକ ଭାବେ ବୁଝେଇଦେଲେ। ସ୍କୁଲ ମାତୃଳରେ ଯେଉଁ ଅପା ଭାଇମାନେ ଥିଲେ, ଯେଉଁ ଅଜୟ ଭାଇ ଏ ବିଷୟରେ ମଧ୍ୟ ଆହୁରି ପ୍ରାଞ୍ଜଳ ଭାବରେ ହିଁ ସ୍କୁଲରେ ମଧ୍ୟ ବୁଝେଇ ଦେଇଥିଲେ ଆଜି ଦିନର ତାତ୍ପର୍ଯ୍ୟ କ'ଣ, କେତେ ମହତ୍ତ୍ୱପୂର୍ଣ୍ଣ, କେତେ ଗୁରୁତ୍ୱପୂର୍ଣ୍ଣ। ଅଜୟ ଭାଇ ମଧ୍ୟ ସେଟା ସ୍କୁଲରେ ସେ କଥାଟି କହିଦେଇଥିଲେ। ଅଜୟ ଭାଇ ତୁମେ ଆଉ 10-15 ମିନିଟ୍ ସେଟା କହିପାରିବ କି ଏଠି? ହଉ, କଥାଟି ଏଇଆ ହେଲା। ତେଣୁକରି ଏଇ ଯେଉଁ ଦିନଟି, ଆଜିର ଦିନଟି, ତାକୁ ଯେଉଁ କୁହାହେଉଛି ସିଦ୍ଧି ଦିବସ। କାହିଁକି ୟାକୁ ସିଦ୍ଧି ଦିବସ କୁହାଯାଏ? ଅଜୟ ଭାଇ ସେଟା ସ୍କୁଲରେ ମାତୃଳରେ ଭଲକି କହିଦେଇଥିଲେ। ସିଦ୍ଧି ଦିବସ, ସିଦ୍ଧି ୱାର୍ଡ଼ଟା ଆକ୍ଚୁଆଲି ଏଟା ହେଉଛି ଚାଇନିଜରୁ। ଚାଇନା ଦେଶରେ ସିଦ୍ଧି ୱାର୍ଡ଼ଟା ବେଶୀ ହିଁ ସେ ସମୟରେ ପ୍ରଚଳିତ ଥିଲା। ଯେଉଁ 3ଟି ଡ୍ରାଗନ କଥା ଭାଇ କହିଲେ, ସେହିପରି ଛବି ଯେତେବେଳେ ଯେଉଁ ଦିବସରେ ଯେଉଁ ସିଦ୍ଧ ପୁରୁଷଙ୍କ ପଛପଟେ ତାକୁ ଦୃଶ୍ୟମାନ କରାଯାଏ, ମାନେ ସେଇ ଯୋଗୀ ବା ସେ ହେଲା ସିଦ୍ଧ। ଏଇ ନଭେମ୍ବର 24, 1926 ମସିହାରେ ମାଙ୍କ ନିର୍ଦ୍ଦେଶ କ୍ରମେ ଆମେ ଯେତେବେଳେ ଶ୍ରୀ ଅରବିନ୍ଦଙ୍କ ରୁମ୍କୁ ଯାଇଥିବା, ଦେଖିଥିବା, ସେ ରୁମ୍ ପରିକ୍ରମା କରି ଯେତେବେଳେ ଶେଷରେ ଆସିକି ପହଞ୍ଚିନି, ଯେଉଁ ଛୋଟିଆ ଘରେ ପୁଣି ଗୋଟେ ବସନ୍ତି, ସେଇ ଘରଟାରେ ହିଁ ମା ଶ୍ରୀ ଅରବିନ୍ଦ ଉଭୟଙ୍କର ଯୁଗଳ ଫଟୋ ରହିଛି। ସେଇଠାରେ ହିଁ ସିଦ୍ଧି ଦିବସଟାକୁ ପାଳନ କରାଯାଇଥିଲା। ମାଙ୍କ ପରାମର୍ଶ କ୍ରମେ ସେ ଛବି ମଧ୍ୟ ସେଇଠି ଅଙ୍କା ଯାଇଥିଲା। ତାହେଲେ ସିଦ୍ଧିଟା କ'ଣ? ସିଦ୍ଧି ମାନେ ଗୋଟେ ଉପରେ ପୂର୍ଣ୍ଣ ବିଜୟ, ପୁରା ମାଷ୍ଟ୍ରି, ସିଦ୍ଧ ହେଇଯିବା। ଯେତେ ପୁରାତନ ଯୋଗ ସାଧନା ଯାହା ଯାହା ଥିଲା, ଏ ସମସ୍ତ ଉପରେ ଆଜି ଦିନରେ ଶ୍ରୀ ଅରବିନ୍ଦଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ଆସିଯାଇଥିଲା। ଯେତେ ପୁରାତନ ଯୋଗ, ଯେତେ ମହାନ, ଶ୍ରୀକୃଷ୍ଣଙ୍କ ଚେତନା ଠାରୁ ଆଉ ବଡ଼ ଯୋଗ କ'ଣ? ସେ ସର୍ବୋତ୍କୃଷ୍ଟ। ତାକୁ ଆମେ ଭଗବାନ କହିଲେ ହିଁ ତାଙ୍କୁ ହିଁ ବୁଝୁଥିଲେ। କାରଣ ସେ ଓଭରମେଣ୍ଟାଲ କନସିୟସ୍, ଯେଉଁ ଅଧିମାନସ ଚେତନା କୁହାଯାଉଛି, ଇଏ ଆଜି ପର୍ଯ୍ୟନ୍ତ ସର୍ବୋଚ୍ଚ ଚେତନା ହେଇକି ଥିଲା। ମଣିଷ ଚେତନାର, ମାନବ ମନର ସର୍ବୋଚ୍ଚ ସୀମା ହେଲା ଅଧିମାନସ। ମନ, ଯେଉଁ ଚେତନାରେ ଆମେମାନେ ସବୁ ବାସ କରୁଛନ୍ତି, ସିଏ ହେଲା ସାଧାରଣ ମନ, ତାପରେ ପ୍ରବୁଦ୍ଧ ମନ, ତା ଉପରେ ସାଇଲେନ୍ସ ମାଇଣ୍ଡ ବା ନୀରବ ମନ, ନୀରବ ବ୍ରହ୍ମ ଯେଉଁଟା କୁହାଯାଏ, ତା ଉପରେ ଉଚ୍ଚତର ମନ ବା ହାୟର ମାଇଣ୍ଡ, ତାପରେ ଇଲ୍ୟୁମିନେଟ୍ ମାଇଣ୍ଡ ବା ଆଲୋକିତ ମନ, ତାପରେ ଇଣ୍ଟୁଟିଭ୍ ମାଇଣ୍ଡ ବୋଧି ମନ, ତା ଉପରେ ଯାଇକି ଅଧିମନ ବା ଅଧିମାନସ କୁହାଯାଏ, ଯେଉଁଟାକି ଶ୍ରୀକୃଷ୍ଣଙ୍କ କନସିୟସନେସ୍ କୁହାଯାଏ। ଶ୍ରୀକୃଷ୍ଣ ଏହି ଚେତନାରେ ରହି ସମଗ୍ର ସୃଷ୍ଟିକୁ ପରିଚାଳନା କରୁଥିଲେ। ତାଙ୍କର ସମସ୍ତ କାର୍ଯ୍ୟ ଛୋଟ ଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ଅଲୌକିକ ଥିଲା। କାରଣ ସେଇ ଚେତନା ସମ୍ବନ୍ଧରେ ଆମର ତ କିଛି ଜ୍ଞାନ ନାହିଁ, ଧାରଣା ନାହିଁ। ସେଇ ଚେତନାରେ ସିଏ ସବୁବେଳେ ରହୁଥିଲେ ଏବଂ ତାଙ୍କର ସମସ୍ତ କାର୍ଯ୍ୟକଳାପ ଅଲୌକିକ। ଆମ ପାଇଁ ଅଲୌକିକ, ସେ ଚେତନା ପାଇଁ ଅଲୌକିକ ନୁହଁ। ଆମେ ଯେହେତୁ ସାଧାରଣ ମନଃ ଚେତନାରେ ବାସ କରୁଛନ୍ତି, ତେଣୁ ସର୍ବ ଉଚ୍ଚତର ଚେତନାର ଜିନିଷ ଗୁଡ଼ିକ ଆମ ପାଇଁ ଅଲୌକିକ ପ୍ରତୀତ ହୁଏ। ଏଇ ଗୋଟିକ ସିଦ୍ଧି ଦିବସ ଏପରି ଏକ
ଗୁରୁତ୍ୱପୂର୍ଣ୍ଣ ଦିବସ। ଯାଅ ସିଦ୍ଧି ଦିବସ ଜାଣିଲେ ଆଜି ଦିନର ତାତ୍ପର୍ଯ୍ୟ ଆମେ ଜାଣିଗଲେ, ବୁଝିଗଲେ ଯେ ଏ ଦିବସଟି କେତେ ଗୁରୁତ୍ୱପୂର୍ଣ୍ଣ। କାହିଁକି? କାରଣ ସମଗ୍ର ବିଶ୍ୱ ସମାଜ ପାଇଁ ସେ ଏତିକି ପର୍ଯ୍ୟନ୍ତ, ଆଜି ପର୍ଯ୍ୟନ୍ତ ସିଦ୍ଧି କହିଲେ ଏତିକି ଚେତନାକୁ ସେ ଜାଣିଥିଲେ, ଏତିକି ସତ୍ୟକୁ ସେମାନେ ତାଙ୍କ ପାଖରେ ଉଦ୍ଘାଟିତ କରାଯାଇଥିଲା ସମଗ୍ର ବିଶ୍ୱ ଚେତନା ପାଖରେ। ଏତିକି ହିଁ ସତ୍ୟ ଆଜି ପର୍ଯ୍ୟନ୍ତ ଜ୍ଞାତ ଥିଲା ଆମମାନଙ୍କ ଜାଣିବାରେ। ଆମେ ଜାଣିପାରୁଥିଲେ, ଯେତେ ଚେଷ୍ଟା କଲେ, ଯେତେ ସାଧନା କଲେ ମଧ୍ୟ ଏହି ସତ୍ୟ ପର୍ଯ୍ୟନ୍ତ ଆମେ ଉପନୀତ ହେଇପାରୁଥିଲେ, ଯାଇକି ପହଞ୍ଚି ପାରୁଥିଲେ। ତାର ଊର୍ଦ୍ଧ୍ୱତର ଚେତନାକୁ କାହାର ପ୍ରବେଶ ନଥିଲା, କାହାର ଜ୍ଞାନ ନଥିଲା, କି କେହି ସେଠି ଯାଇନଥିଲେ, ଯେଉଁଟାକି ଶ୍ରୀ ଅରବିନ୍ଦ କରିଥିଲେ। ଯେଉଁଟା ଅତିମାନସ ଆମେ କହୁଛନ୍ତି, ସେ ଅତି ମାନସ, କିନ୍ତୁ ସେ ମାନସ ଭୂମିରେ ଏଇ ଯେଉଁ କହିଲି ଏଇ ଚାରୋଟି ଭିତରେ ସିଏ ନୁହଁ। ସାଧାରଣ ମନ, ପ୍ରବୁଦ୍ଧ ମନ, ନୀରବ ମନ, ଉଚ୍ଚତର ମନ, ବୋଧି ମନ, ଆଲୋକିତ ମନ, ଅଧି ମନ, ଏଇ ପର୍ଯ୍ୟାୟଭୁକ୍ତରେ ଏଇଟା ମନର ସୀମା ଏଇଠି ସରିଗଲା। କିନ୍ତୁ ତାକୁ ବି ମନ କୁହାହେଉଛି, ଅତି ମନ ତାକୁ କୁହାଯାଏ। ଅତି ମନ ମାନେ ଭଗବାନଙ୍କର ମନ, ପରମ ବ୍ରହ୍ମଙ୍କର ମନ, ସିଏ ହେଲା ଅତି ମନ। ସିଏ ଆଉ ମନ ପର୍ଯ୍ୟାୟ ଭିତରେ ନୁହଁ, ଯିଏକି ସକଳ ସୃଷ୍ଟିର ପରମଙ୍କୁ ଯିଏ ସୃଷ୍ଟି କରିପାରିବ, ଯାହାର କ୍ଷମତା ସିଏ ହେଲା ହିଁ ଅତି ମନର। ସଚ୍ଚିଦାନନ୍ଦକୁ ଯିଏ ସୃଷ୍ଟି କରିପାରିବ, ଯାହାର କ୍ଷମତା ଅଛି, ଏହି ଅତି ମାନସର ଅଛି। ସଚ୍ଚିତ ଆନନ୍ଦକୁ ସିଏ ହିଁ କେବଳ ସୃଷ୍ଟି କରିକି ଆମ ଭିତରକୁ ଆଣିପାରିବ, ମ୍ୟାନିଫେଷ୍ଟେସନ ଭିତରକୁ ଆଣିବାର ସାମର୍ଥ୍ୟ କେବଳ ଅତି ମାନସର। ସିଧାସଳଖ ସଚ୍ଚିତ ଆନନ୍ଦ ପୃଥିବୀକୁ ଆସିଲେ ପୃଥିବୀ ଧରି ହିଁ ପାରିବନି, ସେ ସାମର୍ଥ୍ୟ ହିଁ ନାହିଁ। ତେଣୁ ମାଧ୍ୟମ ହେଲେ ଏଇ ଅତି ମାନସ ମାଧ୍ୟମରେ ସିଏ ତଳକୁ ଆସିଲେ, ଯାହାଦ୍ୱାରା କି ଆମେ ତାଙ୍କୁ ଜାଣିପାରିଲେ, ପରମଙ୍କୁ ଆହୁରି ଅଧିକ ନିବିଡ଼ ଭାବେ ଆମେ ଜାଣିପାରିଲେ। ତାଙ୍କ ବିଷୟରେ, ସଚ୍ଚିଦାନନ୍ଦଙ୍କ ବିଷୟରେ ଅଧିକ ଜ୍ଞାନ। ପୁରୁଷୋତ୍ତମ ସଚ୍ଚିଦାନନ୍ଦ, ଇଏ ସବୁ ପୁରୁଷର ଉତ୍ତମ, ଇଏ ସେହି ଉଚ୍ଚତର ଚେତନା ପରମଙ୍କର ନାଁ। ୟାକୁ ଆମେ ଖାଲି କହିଯାଉଛନ୍ତି, କିନ୍ତୁ ଏହାର ଗଭୀରତା ବହୁତ। ଏଇ ଗଭୀରତାକୁ ବର୍ତ୍ତମାନ ଆମେ ବୁଝିବା ପାଇଁ ଟିକେ ମନ ଦେଉଛି, ଟିକେ ଚିନ୍ତା କରୁଛନ୍ତି, ଭାବୁଛନ୍ତି ଏ କମ୍ ବଡ଼ କଥା ନୁହଁ। ଏଇଟା ବିକଜ ଅଫ୍ ଶ୍ରୀ ଅରବିନ୍ଦ ମଦର। ମାଙ୍କ ଯୋଗୁଁ ଏଇ ସମ୍ପର୍କ, ଏଇଟା ସମ୍ଭବ ହେଇପାରୁଛି। ଶ୍ରୀ ଅରବିନ୍ଦ ଯୋଗୁଁ ଏଇ ସମ୍ଭବ ହେଇପାରୁଛି। ସିଏ ହିଁ ଏହି ଯୋଗସୂତ୍ର ପ୍ରତିଷ୍ଠା କରିବା ଦ୍ୱାରା ହିଁ ଆଜି ବ୍ୟକ୍ତି ବା ଆମେମାନେ ପରମଙ୍କ ବିଷୟରେ ଅଧିକ ଜାଣିବା ପାଇଁ ସକ୍ଷମ ହେବେ। ପରମଙ୍କୁ ପ୍ରାପ୍ତ କରିବା ରାସ୍ତା ମଧ୍ୟ ସେ ତିଆରି କରିଦେଇଛନ୍ତି। ଏପରି ଗୋଟେ ମହାନ ଦିବସ, ମହାନ ଆତ୍ମା ହେଲେ ମହାଶ୍ରୀ ଅରବିନ୍ଦ, ପରମଙ୍କ ଅବତାର ପୁରୁଷ, ତାଙ୍କୁ ଏଇ ଦୃଷ୍ଟିରୁ କୁହାଯାଉଛି। କାରଣ ପରମଙ୍କ ଛଡ଼ା ଏଇ କାର୍ଯ୍ୟ ଆଉ କେହି କରିପାରିବେ ନାହିଁ, ଭଗବାନଙ୍କ ଛଡ଼ା ଏଇ କାର୍ଯ୍ୟ କେହି କରନ୍ତି ନାହିଁ। ସେଇ ଦୃଷ୍ଟିରୁ ମହାଶ୍ରୀ ଅରବିନ୍ଦ ହେଲେ ହେଉଛି ଯୁଗଳ ଅବତାର। ହଉ, ୟା ପରେ ଆମର ଗୋଟେ ମାତୃବନ୍ଦନା ଭାବି ପ୍ରିୟା ବାପା ଗାଇବେ, ତାପରେ ନିର ପ୍ରାର୍ଥନା ସହ ଆମର କାର୍ଯ୍ୟକ୍ରମକୁ ସାଙ୍ଗ କରିବା। ସମସ୍ତଙ୍କୁ ପ୍ରଣାମ। ଭାଇ ଦୁଇ ଜଣ ବହୁତ ସୁନ୍ଦର ଆଲୋଚନା ରଖିଲେ। ଭଗବାନ ତ ଏକ, ସେଇ ଭଗବାନଙ୍କୁ ଏହି ନୂଆ ଗୀତରେ ଟିକେ ଖୋଜିବା। ଦେଖିଛ କି ବନ୍ଧୁ, ଦେଖିଛ କି, ଦେଖିଛ କି ବନ୍ଧୁ, ଦେଖିଛ କି ଭଗବାନଙ୍କୁ ତୁ ଦେଖିଛୁ କି? ସ୍ନେହୀ ମଣିଷର ହୃଦୟରେ ତୁମେ, ସ୍ନେହୀ ମଣିଷର ହୃଦୟରେ ତୁମେ ଭଗବାନ ରୂପ ଦେଖିଛ କି? ଦେଖିଛ କି ବନ୍ଧୁ, ଦେଖିଛ କି? ସରଳ ଶିଶୁର ମନ ଯେ ପବିତ୍ର, ସରଳ ଶିଶୁର ମନ ଯେ ପବିତ୍ର, ତା ରୂପ କନ୍ଦରେ ଈଶ୍ୱର ଗଠିତ। ତା ହୃଦୟ ପାଠ ପଢ଼ିଛ କି ବନ୍ଧୁ, ତା ହୃଦୟ ପାଠ ପଢ଼ିଛ କି ବନ୍ଧୁ? ଦେଖିଛ କି ବନ୍ଧୁ, ଦେଖିଛ କି?
ଭଗବାନଙ୍କୁ ତୁ ଦେଖିଛୁ କି? ଭକ୍ତର ପ୍ରେମରେ ଜ୍ଞାନୀର ନମ୍ରରେ, ଭକ୍ତର ପ୍ରେମରେ ଜ୍ଞାନୀର ନମ୍ରରେ ସେ ଭାବ ମନ୍ଦିର ଯାଇଛୁ କି? ସେ ଭାବ ମନ୍ଦିର ଯାଇଛୁ କି? ଭଗବାନଙ୍କୁ ତୁ ପାଇଛୁ କି? ଦେଖିଛୁ କି ବନ୍ଧୁ, ଦେଖିଛୁ କି? ବୟସ ବାର୍ଦ୍ଧକ୍ୟ ଗୁରୁଜନ ଶ୍ରଦ୍ଧା, ବୟସ ବାର୍ଦ୍ଧକ୍ୟ ଗୁରୁଜନ ଶ୍ରଦ୍ଧା, ସେ ସରଳ ଭାବନା ଶୁଣିଛୁ କି? ଚାଖିଛୁ କି ବନ୍ଧୁ, ଚାଖିଛୁ କି? ଭାବନାର ସ୍ୱାଦ ଚାଖିଛୁ କି? ଦେଖିଛୁ କି ବନ୍ଧୁ, ଦେଖିଛୁ କି? ଭଗବାନଙ୍କୁ ତୁ ଦେଖିଛୁ କି? ଅନ୍ୟ ପାଇଥାଏ ଆଶୀର୍ବାଦ ତାଙ୍କ, ଅନ୍ୟ ପାଇଥାଏ ଆଶୀର୍ବାଦ ତାଙ୍କ, ପାଇଛୁ କି ମିତ୍ର, ପାଇଛୁ କି? ସେ ଭାବ ମନ୍ଦିର ଯାଇଛୁ କି? ଭଗବାନଙ୍କୁ ତୁ ପାଇଛୁ କି? ଅସହାୟପଣ ନିଃସହାୟ ଜାଣ, ସେ ନିଶ୍ଚେତନାରେ ଦେଖିଛୁ କି? ଆଲୋକ ସନ୍ଧାନୀ ହୋଇଛୁ କି? ଭଗବାନଙ୍କୁ ତୁ ଦେଖିଛୁ କି? ମନ୍ଦିର ମନ୍ଦିର ଖୋଜୁଛୁ ତୁ କାହିଁ, ମନ୍ଦିର ମନ୍ଦିର ଖୋଜୁଛୁ ତୁ କାହିଁ? ଅନ୍ତର କନ୍ଦରେ ପାଇବୁ ଗୋସେଇଁ, ଭାବରାଇ ଚର ଭାବମୟୀ ଠାରେ, ଭାବରାଇ ଚର ଭାବମୟୀ ଠାରେ, ଦେଖିବୁ ତୁ ରତ୍ନ ସିଂହାସନେ, ଦେଖିବୁ ତୁ ରତ୍ନ ସିଂହାସନେ। ଛନ୍ଦି ହୋଇ ଯା ତୁ ଭାବନାରେ, ଛନ୍ଦି ହୋଇ ଯା ତୁ ଭାବନାରେ। ଦେଖିଛୁ କି ବନ୍ଧୁ, ଦେଖିଛୁ କି? ଭଗବାନଙ୍କୁ ତୁ ଦେଖିଛୁ କି? ସ୍ନେହୀ ମଣିଷର ହୃଦୟରେ ତୁମେ ଭଗବାନ ରୂପ ଦେଖିଛ କି? ଦେଖିଛ କି ବନ୍ଧୁ, ଦେଖିଛ କି? ବନ୍ଦେ ମାତରମ୍। ଧନ୍ୟବାଦ ଭାତୃ ବାପା। ବର୍ତ୍ତମାନ 2 ମିନିଟ୍ ନିରବ ଧ୍ୟାନ ସହ ଆମର ଏ ଦିନର କାର୍ଯ୍ୟକ୍ରମ ସମାପ୍ତ କରିବା।